ସୁନ୍ଦର ଶ୍ରୀ ବିଶ୍ୱ ଦୃକ୍ପାଳନ ଧୃତି ପରମ ପୁରୁଷ ନମସ୍ତେ ପରମ ପୁରୁଷ ନମସ୍ତେ ପରମ ପୁରୁଷ ନମସ୍ତେ ପରମ ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ପରମାରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମା ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ସମସ୍ତଙ୍କର ଆତୁର ଚରଣମ ପ୍ରଣାମ। ଆଜି ଏ ଓଡ଼ିଶା ସତ୍ସଙ୍ଗ ଭୁବନେଶ୍ୱର ତରଫରୁ ମୋର ପିତୃ ପ୍ରତିମ ପୂଜ୍ୟ ବଡ଼ ଭାଇ ସୁଭାଷ ଭାଇ କଣ୍ଠରେ ପରମ ପ୍ରେମ ଶିଶି ଠାକୁର ବିରାଜ କରି ମୋ ଭଳି ଜଣେ ଅକିଞ୍ଚନକୁ କିଛି କହିବାର ସୁଯୋଗ ଦେଇଥିବା ଯୋଗୁଁ ସର୍ବୋପରି ସେ ଓଡ଼ିଶା ସତ୍ସଙ୍ଗ ଓ ସୁଭାଷ ଭାଇଙ୍କ ପାଖରେ ମୁଁ ଚିର ଋଣୀ ଚିର କୃତଜ୍ଞ। ଆଉ ସତ୍ସଙ୍ଗ ପରିଚାଳନା ଦାୟିତ୍ୱ ସବୁବେଳେ ହିଁ ସୁଭାଷ ଭାଇ କରିଥାନ୍ତି। ଆଉ ସୁଭାଷ ଭାଇ ପରିଚାଳକ ହିସାବରେ ମଧ୍ୟ ପ୍ରଣାମ ନିବେଦନ କରୁଛି। ଉପସ୍ଥିତ ସମସ୍ତ ରୀତିକ ମଣ୍ଡଳୀ କର୍ମୀ ମଣ୍ଡଳୀ ଗୁରୁ ଭାତୃ ମଣ୍ଡଳୀ ମାତୃ ମଣ୍ଡଳୀ ସ୍ନେହର ଛୋଟ ଛୋଟ ପିଲାମାନେ ସମସ୍ତଙ୍କୁ ମୁଁ ମୋର ପ୍ରୀତିପୂର୍ଣ୍ଣ ରାଜଗୁରୁ ଯଥାମାନ୍ୟ ପ୍ରଣାମ ନିବେଦନ କରେ। ସୁଭାଷ ଭାଇ କହିଲେ ଅମରେନ୍ଦ୍ର ଭାଇ ଗୋଟେ ଟପିକ ଦିଅନ୍ତୁ। ସୁଭାଷ ଭାଇ କହିଲେ ସତ କଥା ଏ ବ୍ୟର୍ଥ ବାସନା ପ୍ରହତ ଚିତ୍ତ ଏ ଟପିକ ଉପରେ ବହୁତ କିଛି ବହି ପଢ଼ି ସାରିଲା ପରେ ଏ ଟପିକଟା ସିଦ୍ଧାନ୍ତ କଲି ଏବଂ ସବୁ ବହି ବିଷୟରୁ ଏ ଟପିକ ଟା ନେଇକି ଆଲୋଚନା କରୁଛି। ଟପିକ ର ନାଁ ହେଲା ବ୍ୟର୍ଥ ବାସନା ପ୍ରହତ ଚିତ୍ତ। ଉପଯୁକ୍ତ ଶବ୍ଦଟି ଶ୍ରୀ ଶ୍ରୀ ଠାକୁରଙ୍କ ଚରଣାଶ୍ରିତ ହେମୁ କବି ହେମଚନ୍ଦ୍ର ମୁଖୋପାଧ୍ୟାୟଙ୍କର ଲେଖା କବିତା ତୁମି କି ରହିବ ସାଥୀରୁ ଉଦ୍ଧୃତ। ଏହା ଭିତରେ ମୋତେ କଷ୍ଟ ଲାଗିଥିବା ଶବ୍ଦଟି ହେଲା ପ୍ରହତ। ଅଭିଧାନରେ ଦେଖିଲି ପ୍ରହତର ଅର୍ଥ ହେଲା ପ୍ରହାର ପ୍ରାପ୍ତି ବା ଆଘାତ ପ୍ରାପ୍ତ। ବାସ୍ତବରେ ଏଣୁ ତେଣୁ ବାସନା କାମନା କରି ତାହା ନ ପାଇ ଆମ୍ଭର ଚିତ୍ତ ପ୍ରହତ ପାଇଥାଏ। ଏଇ ବ୍ୟର୍ଥ ବାସନା ସଂକ୍ରମଣରୁ ମୁକ୍ତି ପାଇବାର ରାସ୍ତା କଣ? ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଯେ ଆମ୍ଭେ ଜୀବନରେ ଯାହା କିଛିର ଅଧିକାରୀ ହୋଇଥାଉ ତାହା ସାର୍ଥକତା ଇଷ୍ଟ ସେବାରେ ନହେଲେ ଆମେ ପାଇ ମଧ୍ୟ ପାଉନା ପ୍ରାପ୍ତିକୁ ଉପଲବ୍ଧ କରିପାରୁନା ନିଜର ସଞ୍ଚୟକୁ ନେଇ ଆସକ୍ତ ଆବଦ୍ଧ ଭାରାକ୍ରାନ୍ତ ଓ ବିକାରଗ୍ରସ୍ତ ହୋଇ ନିଜର ହିଁ କବର ଖୋଳିଥାଉ। ଉସ୍ତସ ସକ୍ରିୟ ସଂଯୋଗ ହରା ହୋଇ ଜୀବନର ବୁଦ୍ଧିବୃତ୍ତି ସ୍ୱତଳ ଦିକଣାକୁ ହରାଉ ସଂକୀର୍ଣ୍ଣବଦ୍ଧ ଜଳାଶୟ ଭଳିଆ ଦିନକୁ ଦିନ ଶୁଷ୍କ ହେଇଯାଉ କିନ୍ତୁ ପ୍ରତ୍ୟାଶ ଶୂନ୍ୟ ହୋଇ ତାଙ୍କର ସେବାରେ ଯାହା ବିନିଯୋଗ କରୁ ଉତ୍ସର୍ଗ କରୁ ତ୍ୟାଗ କରୁ ପ୍ରାକୃତିକ ବିଧାନରେ ତାହିଁ ଆମ୍ଭର ଗଢି ଉଠିଥାଏ ତାହା ହିଁ ଆମକୁ ବଞ୍ଚାଏ କ୍ଷୁଦ୍ରତାରୁ ମୋହରୁ ତାହା ହିଁ ଆମକୁ ବିରାଟ କରି ତୋଳେ ବିଶାଳ କରି ତୋଳେ ଅନ୍ତରର ବାହାର କରିଦିଏ। ତାଙ୍କର ଅନନ୍ତ ଶକ୍ତିର ଲୀଳା ଚାଲେ ସେତେବେଳେ ତାଙ୍କରି ମାଧ୍ୟମରେ ଅଥଚ ଅହଂକାର ବା ଆସକ୍ତିର ଗନ୍ଧ ମଧ୍ୟ ରହେନା ତାହା ଦେଇ ବ୍ୟର୍ଥ ବାସନା ପ୍ରହତ ଚିତ୍ତ ନେଇ ଆମ୍ଭେ ଚାଲିଥାଉ ଏଇ ବ୍ୟର୍ଥ ବାସନାର ପ୍ରହତ ଚିତ୍ତ ସହ ସଂଗ୍ରାମ ଆରମ୍ଭ ହୁଏ ଦୟାଳଙ୍କ ଚରଣାଶ୍ରିତ ହେଲେ ତାଙ୍କର ଚରଣାଶ୍ରିତ ମଣିଷ ପ୍ରକୃତିରୁ ଈଶ୍ୱରଙ୍କ ଭାଷା ପଢିବାର ଶକ୍ତି ଅର୍ଜନ କରେ ଯେମିତି ହେ ସମୁଦ୍ର ଚିରକାଳ କଣ ତୁମର ଭାଷା ସମୁଦ୍ର କହୁଛି ମୋର ଅନନ୍ତ ଜିଜ୍ଞାସା ସମୁଦ୍ର ଢେଉ ଉଠୁଛି ପଡୁଛି ଭକ୍ତ ପଚାରୁଛି ହେ ସମୁଦ୍ର ପିଲାଦିନଠୁ ଜ୍ଞାନ ହେଲା ପରେ ମୁଁ ଦେଖିପାରୁଛି ଆପଣ ଉଠୁଛନ୍ତି ପଡୁଛନ୍ତି ତରଙ୍ଗ ଉଠୁଛି ତରଙ୍ଗ ପଡୁଛି କଣ କରିବାକୁ କଣ କହିବାକୁ ଚାହୁଁଛନ୍ତି ଆପଣ ସମୁଦ୍ର କହୁଛି ମୋର ଅନନ୍ତ ଜିଜ୍ଞାସା ମୋର ପ୍ରଶ୍ନ ଅନନ୍ତ କାଳ ଉକ୍ତ ଉପଲବ୍ଧି ନେଇ ସମସ୍ତଙ୍କର ମନର ଭାବ ସମୁଦ୍ର ପ୍ରକାଶ କରୁଛି ବାସନା ପ୍ରହତ ଚିତ୍ତ ପ୍ରବୃତ୍ତି ଶାସିତ ମଣିଷ ଆମ୍ଭେ ଚରଣାଶ୍ରିତ ହେଲେ ଆମେ ବୁଝୁ ଭୋଗରେ ଭକ୍ତି ପ୍ରବେଶ କଲେ ତା ଉପବାସ ଭୋକରେ ଭକ୍ତି ପ୍ରବେଶ କଲେ ତା ଉପବାସ ସଙ୍ଗୀତରେ ଭକ୍ତି ପ୍ରବେଶ କଲେ ସଙ୍ଗୀତକୁ କରାଏ ଭଜନ ଭ୍ରମଣରେ ଭକ୍ତିର ପ୍ରବେଶ ଭ୍ରମଣକୁ ତୀର୍ଥରେ ରୂପାନ୍ତରିତ କରେ
ସ୍ରଷ୍ଟା ସୃଷ୍ଟି ଓ ସର୍ଜନା ତାତ୍ପର୍ଯ୍ୟ ଆମେ ବୁଝିପାରୁ ଏହିପରି। ସେଥିପାଇଁ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ମଣିଷ ଯେତେ ଅଚ୍ୟୁତ ଅପ୍ରତ୍ୟାଶୀ ଅନୁରାଗ ନେଇ ଇଷ୍ଟକୁ ଭଲ ପାଏ ସେତେ ସେ ଆସ୍ତେ ଆସ୍ତେ ଅନୁଭବ କରିପାରେ ଏକ ଅଜଣା ହାତ ତାକୁ ସବୁ ସମୟରେ ସାହାଯ୍ୟ କରୁଛି। କିନ୍ତୁ ମଣିଷ ଭିତରେ ଯଦି ପ୍ରତ୍ୟାଶା ରହେ ତାହେଲେ ସେ ବୋଧ ଆସିପାରେ ନା। ଅପ୍ରତ୍ୟାଶୀ ମାନେ ସେ ମତେ ଭଲ ପାଆନ୍ତୁ ବା ନ ପାଆନ୍ତୁ, ସେ ମୋ ପାଇଁ କିଛି କରନ୍ତୁ ବା ନ କରନ୍ତୁ, ତା ମୋ ପାଖରେ ପ୍ରଶ୍ନ ନୁହେଁ। ମୋର ଜୀବନ ଦେଇ ଯେପରି ତାଙ୍କୁ ସୁସ୍ଥ ଓ ତୁଷ୍ଟ ରଖିପାରେ ତାହା ହିଁ ମୋର କାମ୍ୟ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଅନନ୍ତ ମହାରାଜଙ୍କର ଜୀବନ। ଗୁରୁର ହାଡୁରୁ ଏଇ ଦୁର୍ଗନ୍ଧ ଆସୁଛି। ସେତେବେଳେ ଅନନ୍ତ ମହାରାଜ ଡିସ୍ପେନ୍ସରୀର ରୋଗୀ ଦେଖୁଥାନ୍ତି। ଶ୍ରୀ ଶ୍ରୀ ଠାକୁର ତାଙ୍କୁ କହିଲେ ତୁ ଏଇ କ୍ଷଣି ସେଇ ହାଡକୁ କାମୁଡି ନଦୀ ପଠା ଠାରୁ କିଛି ଦୂରରେ ପକେଇ ଦେଇ ଆ। ଯେମିତି ଆଦେଶ ସେମିତି କାର୍ଯ୍ୟ। ସାମାନ୍ୟ ବିଳମ୍ବ ନ କରି ଶ୍ରୀ ଶ୍ରୀ ଠାକୁରଙ୍କର କହିବା ମୁତାବକ ହାଡ ଖଣ୍ଡକୁ ଦାନ୍ତରେ କାମୁଡି ଧୀରେ ଧୀରେ ନଦୀର ଧାରେ ଧାରେ ଯାଇ ଯାଇ ଯଥାସ୍ଥାନରେ ପକାଇ ଦେଇ ହାତ ମୁହଁ ଧୋଇ ପୂର୍ବବତ୍ ରୋଗୀ ଦେଖିଲେ। ଶ୍ରୀ ଶ୍ରୀ ଠାକୁର ଯେପରି ଜଗତ ଆଗରେ ତୋଳି ଧରିଲେ ଯେ ସାଧକଙ୍କର ନିର୍ବିକାରତା ଏବଂ ଗୁରୁ ଭକ୍ତିର ପରାକାଷ୍ଠା। ସେଥିପାଇଁ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଅପ୍ରତ୍ୟାଶାହୀନ ଅନୁରାଗରେ ପରମ ପିତାଙ୍କ ସେବାରେ ଯେ ନିଜକୁ ନିଶେଷ ଭାବରେ ଉଜାଡ କରିଦିଅନ୍ତି। ମନୁଷ୍ୟ ପ୍ରକୃତି ଓ ବିଶ୍ୱ ପ୍ରକୃତି ତାର ସେବା କରି କୃତାର୍ଥ ହେବାକୁ ଚାହେଁ। ତେଣୁ ଅକିଞ୍ଚନ ହୋଇ ମଧ୍ୟ ତାର କୌଣସି ଅଭାବ ନଥାଏ। ଅର୍ଥ ଯୋଉମାନଙ୍କ ପାଖରେ ମୁଖ୍ୟ ପରମାର୍ଥ ସେମାନଙ୍କ ଠାରୁ ବହୁତ ଦୂରରେ। ପରମାର୍ଥ ଅର୍ଥ ପରମ ପିତା ଯେଉଁମାନଙ୍କ ପାଖରେ ମୁଖ୍ୟ ଅର୍ଥ ସେମାନଙ୍କର ଦାସାନୁ ଦାସ। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ତାଙ୍କର ଭାବବାଣୀ ନବମ ଦିନରେ କହୁଛନ୍ତି ଯଦି କିଛି ନ ଚାହିଁ କେବଳ ମତେ ଚାହଁ ତେବେ ଧର୍ମ ଅର୍ଥ କାମ ମୋକ୍ଷ ତୁମ ପଛରେ ଘୁରି ବୁଲିବ। ଆଉ ପୁଣି ଯିଏ ଥରେ ମୋର ଶରଣ ନିଏ ସେ ନିଶ୍ଚୟ ବ୍ରହ୍ମଲୀନ ହେବ। ଆଉ ଯିଏ ଥରେ ମତେ ଭଲ ପାଏ ନା ମୁଁ ତାକୁ ଜନ୍ମ ଜନ୍ମାନ୍ତର ଧରି ଭୁଲି ପାରେ ନା। ଜନ୍ମ ଜନ୍ମାନ୍ତର ଧରି ଭୁଲି ପାରେ ନା। ଏ ଜନ୍ମର ମଧ୍ୟ ଭୁଲି ପାରିବେନି, ଆର ଜନ୍ମର ମଧ୍ୟ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଆପଣଙ୍କୁ ଭୁଲି ପାରିବେ ନାହିଁ। କାରଣ ଆପଣ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁରଙ୍କୁ ଭଲ ପାଆନ୍ତି। ଭଲ ପାଇବା ମାନେ କଣ ଆଜ୍ଞା? ଭଲ ପାଇବା ମାନେ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଭଲ ପାଇବା ମାନେ ପ୍ରିୟର ଭଲରେ ବାସ କରିବା, ତାର କଲ୍ୟାଣ କରିବା, ତାର ଅକଲ୍ୟାଣ ଯେଉଁଥିରେ ହୁଏ ପାଦ ପକାଏ ନା। ଲଭ୍ ଭଲ ପାଇବା ସାଙ୍ଗରେ ନଲେଜ ଜ୍ଞାନ ଥାଏ। ଲଭ୍ ଇଜ ଏଭର କନସସ୍, ଭଲ ପାଇବାଟା ଚିର ଚେତନ। ସେଥିରେ ଖିଆଲ ବା ଖୁସି ମାଫିକ ଚଳେ ନା। ଭଲ ପାଇବାରେ ସବୁ ଲିମିଟ ଭୂମାୟିତ ହୁଏ ନା। ସେଥିରେ ପ୍ରତ୍ୟେକଟି ମଣିଷ ଅନ୍ୟକୁ ନିଜ ପରି ଭଲ ପାଏ। ଏଠି ଆଉ ତାର ପରୋପକାର ଭାବନାଟା ରୁହେ ନାହିଁ। ଇଏ ପର ଇଏ ନିଜର। ଏହାକୁ ବୁଝେଇ ଦେବାକୁ ଯାଇକି ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଏକ ସୁନ୍ଦର ଉଦାହରଣ ଦେଇ କହୁଛନ୍ତି ଯେ ବାଁ ହାତର ଯେତେବେଳେ ମଶାଟିଏ କାମୁଡେ ନା ଡାହାଣ ତାକୁ ମାରିବା ପାଇଁ ଚାଲିଯାଏ। ଏଇ ଡାହାଣ ହାତ ପରୋପକାର କରେ ନାହିଁ। କାହିଁକି କରେ ନାହିଁ ନା ଯୋଉ ବାଁ ହାତର ମଶା କାମୁଡା ଯନ୍ତ୍ରଣାକୁ ସେ ନିଜର ଶିରା ପ୍ରଶିରା ସେ କଷ୍ଟକୁ ନିଜେ ଅନୁଭବ କରେ। ଫଳରେ ସେ ନିଜ କଷ୍ଟ ନିଜକୁ ରକ୍ଷା କରିବା ପାଇଁ ସେ ତାକୁ ଆଗେ ମାରିବା ପାଇଁ ଚାଲିଯାଏ। ମଣିଷର ଏଇ ଭଲ ପାଇବାର କେନ୍ଦ୍ର ଯଦି ହୁଅନ୍ତି ଇଷ୍ଟ ବା ଜୀବନ୍ତ ସଦଗୁରୁ ତାହେଲେ ତାର ଚିନ୍ତା ନାହିଁ। ଶ୍ରୀ ଶ୍ରୀ ଠାକୁର କହୁଥିଲେ ଇଷ୍ଟଙ୍କୁ ଭଲ ପାଇବାକୁ ହୁଏ ମନ ପ୍ରାଣ ଦେଇ। ଇଷ୍ଟ ମାନେ ମୂର୍ତ ମଙ୍ଗଳ। ହି ଇଜ ଏ ମେନ୍ ଅଫ ସଲ୍ଭ କମ୍ପ୍ଲେକ୍ସ ସମାହିତ ବୃତ୍ତି। ତାଙ୍କୁ ଭଲ ପାଇଲେ ଆମ୍ଭ ମାନଙ୍କର କମ୍ପ୍ଲେକ୍ସ ବୃତ୍ତି ଗୁଡିକ ସଲ୍ୟୁସନ ବା ସମାଧାନ ଦିଗରେ ଆଗେଇ ଚାଲେ। ସମାଧାନ ଦିଗରେ ଆଗେଇ ଚାଲିବ ଆଉ କିଛି ସମାଧାନ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ସ୍ୱତଃ ହିଁ ମନ ଭିତରକୁ ଦେଇଦେବେ ଏବଂ ତାକୁ ସମାଧାନ କରିବା ବାଟ ମଧ୍ୟ ଆମେ ପାଇଯିବା। କିନ୍ତୁ ଏଠି ପ୍ରଶ୍ନ ହେଲା ବ୍ୟର୍ଥ ବାସନା ପ୍ରହତ ଚିତ୍ତ ଆମେ ତ ଯାହା ମଣିଷ ସତ୍ତାର ଗୋଟେ ତ ସତ୍ତାର ଗୋଟେ ସମ୍ବେଗ ଅଛି। ଏଇ ସମ୍ବେଗରେ କୌଣସି ସେ ମଣିଷ ଯୁକ୍ତ ହେବାକୁ ଚାହେଁ ବିନା ଯୁକ୍ତରେ ତ ଆତ୍ମ ସମ୍ବର ବଞ୍ଚି ପାରିବ ନାହିଁ। କାହା ନା କାହା ସହ ଯୁକ୍ତ ହେବ। ଏଠାର ପ୍ରଶ୍ନ ହେଲା ମଣିଷ କାହାକୁ ନା କାହାକୁ ତ ଭଲ ପାଇବ। ଅର୍ଥ ହଉ ଯଶ ହଉ ବିଲ ହଉ ବାଡି ହଉ ପୁଅ ହଉ ସ୍ତ୍ରୀ ହଉ
କାହାକୁ ନା କାହା ସହିତ ଯୁକ୍ତ ହେଇକି ବା ଭଲ ପାଇକି ମଣିଷ ବଞ୍ଚିବ। ପ୍ରଶ୍ନ ହେଲା ମଣିଷ ପକ୍ଷେ ଆଉ ନିଷ୍କାମ ହେବା ସମ୍ଭବ କି? ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ପ୍ରଶ୍ନ କରାଯାଉଛି, ଭକ୍ତ ପ୍ରଶ୍ନ କରୁଛି, ଠାକୁର ମଣିଷ ପକ୍ଷେ ଆଦୌ ନିଷ୍କାମ ହେବା ସମ୍ଭବ କି? ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ନିଷ୍କାମ କହିଲେ ମୁଁ ବୁଝେ ଇଷ୍ଟ ପ୍ରତି କାମ ହେବା। ଇଷ୍ଟ ଯେଉଁଥିରେ ଖୁସି ହୁଅନ୍ତି ଏକମାତ୍ର ସେଇ କାମନା ନେଇ ଚାଲିବା, ଅନ୍ୟ କାମନାର ଧାର ନ ଧାରିବା, ଏକମାତ୍ର ତାଙ୍କର ଖୁସିରେ ଖୁସି ରହିବାକୁ ହେବ। ସେ ଯଦି ତୁମକୁ ଅନାଦର କରନ୍ତି ଏବଂ ତୁମେ ଯାହା ପ୍ରତି ବିରୂପ ଭାବ ଥାଅ ତାକୁ ଆଦର କରନ୍ତି ଏବଂ ଦେଇ ଥୋଇ ଖୁସି ଥାନ୍ତି, ସେଥିରେ ମଧ୍ୟ ତୁମକୁ ଖୁସିର ବ୍ୟତ୍ୟୟ ହେଲେ ଚଳିବ ନାହିଁ। ସେ ଯଦି ଅନ୍ୟକୁ ସ୍ୱଚ୍ଛଳ ମଧ୍ୟରେ ରଖି ତୁମକୁ ଦୁରାବସ୍ଥା ମଧ୍ୟରେ ରଖି ଖୁସି ଥାନ୍ତି, ସେଥିରେ ମଧ୍ୟ ତୁମକୁ ଖୁସି ରହିବା ପାଇଁ ପଡ଼ିବ। ବିଲଭ୍ଡ, ପ୍ରେଷ୍ଟ ତୁମକୁ କେତେ ଭଲ ପାଆନ୍ତି ତାହାର ହିସାବ ନିକାଶ ତୁମେ କରିପାରିବ ନାହିଁ। ସେ ଦିଗରେ ତୁମେ ମଧ୍ୟ ନଜର ମଧ୍ୟ ଦେବ ନାହିଁ। କିନ୍ତୁ ତାଙ୍କ ସକାଶେ ତୁମର ଯାହା କରିବାର ତାହା ପ୍ରାଣ ଢାଳି କରିଯିବ ଏବଂ ଏ କରିବା ଦେଇ ତୃପ୍ତ ରହିବ, ଏହାକୁ କୁହାଯାଏ ନିଷ୍କାମ। ଏହାକୁ କୁହାଯାଏ ନିଷ୍କାମ। ଏଠି ବ୍ୟର୍ଥ ବାସନା ଆଉ ନାହିଁ, ମୋର ଚିତ୍ତକୁ ପ୍ରହତ କରିପାରି ନାହିଁ। ସେଥିପାଇଁ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଭଲ ପାଇବାର ଟାଣ କର୍ମେ ଆଣେ ସବଳତା, ଜୀବନେ ଉତ୍ଥାନ। ଥରେ ଶ୍ରୀ ଶ୍ରୀ ଠାକୁର ପାଖକୁ 2 ଜଣ ଯୁବକ ଆସିଛନ୍ତି। ସବୁ କାମନା ବାସନା ନେଇକି ଆସିଛନ୍ତି। କାମନା ବାସନା ପରିତୃପ୍ତ ନ ହେଲେ ମଣିଷ ଯେମିତି ବିକ୍ଷିପ୍ତ ହେଇ ଉଠେ, ଅସ୍ଥିର ହୋଇ ଉଠେ, ଅଧୈର୍ଯ୍ୟ ହୋଇ ଉଠେ, ବିରକ୍ତି ଭାବ ପ୍ରକାଶ କରେ, ଯୁବକ ମଧ୍ୟରେ ସେଇଭଳି ଭାବ ମଧ୍ୟ ଆସିଛି। କଣ ହେଇଛି ନା ଠାକୁର ଜଣଙ୍କ ସଙ୍ଗେ ଖୁବ ମିଷ୍ଟତାର ସହିତ କଥା ହେଲେ, ଏପରି ମିଠା ଯେ ତାଙ୍କର ପ୍ରାଣଟା ଭରପୁର ହେଇଯାଉଛି। ଆଉ ଜଣକ ଆଡେ ସେ ଠାକୁର ଚାହୁଁନାହାନ୍ତି। ସେ ଯେ ଆସିଛି ସେଇଟା ଯେ ତାଙ୍କର ଧର୍ତ୍ତବ୍ୟ ଭିତରେ ନାହିଁ। ଯୁବକଟିର ମନ ଖରାପ ହୋଇଛି। ସେ ଭାବୁଛି ଠାକୁରଙ୍କ ପାଖକୁ ମୁଁ ମଧ୍ୟ ଆସିଛି, ମୁଁ ତ ଗୋଟିଏ ମିଠା କଥା ଶୁଣି ପାରିଲି ନାହିଁ, ମୋ ଆଡ଼କୁ ତ ଟିକେ ଚାହିଁଲେ ନାହିଁ। ତାଙ୍କର ଅଭିମାନ ହୋଇଛି। ଅଭିମାନ ଭରା ହୃଦୟରେ ସେ ଭାବୁଛି ମୁଁ ଚାଲିଯିବି। ଠାକୁରଙ୍କୁ ଜଣାଇ ଦିଏ। ଠାକୁରଙ୍କ ପାଖରେ ଦେଖୁଛି ଗୋଟିଏ ବିରାଡ଼ି ବସିଛି, ଆଉ ଗୋଟିଏ ପାଖରେ କୁକୁରଟିଏ ବସିଛି। ବିରାଡ଼ିଟି ଶ୍ରୀ ଠାକୁର ଆଦର କରୁଛନ୍ତି, ସୁହାଗ କରୁଛନ୍ତି ଏବଂ ସେ ଯୁବକକୁ ଦେଖେଇ ଦେଇ କହୁଛନ୍ତି, ଦେଖ ବିରାଡ଼ିଟିକୁ ମୁଁ କେତେ ଆଦର କରେ, କେତେ ସୁହାଗ କରେ, କିନ୍ତୁ ଟିକିଏ ଅସୁବିଧା ହେଲେ ହିଁ ନା କେମିତି ଫାଁ କରି ଉଠେ। ଏହା କହି ବିରାଡ଼ିଟିକୁ ଟିକେ ଚାପି ଦେଇଛନ୍ତି। ବିରାଡ଼ିଟି ଫାଁ କରି ଉଠିଛି। ତାପରେ କହୁଛନ୍ତି, ଦେଖ ଏଇ କୁକୁରଟାକୁ ମୁଁ ଆଦର କରେ ନାହିଁ, କିନ୍ତୁ ସେ ମୋ ପାଖରେ ପଡ଼ି ରହିଥାଏ, ମୋର ମୁହଁକୁ ଚାହିଁ ସବୁବେଳେ ମୋର ଆଦେଶ ଅପେକ୍ଷାରେ ଥାଏ। ଆମମାନଙ୍କୁ ହେବାକୁ ହେବ ଏହି ପ୍ରକାର ପଡ଼ିଥିବା କୁକୁର ପରି, ଆଦରରେ ହେଉ ବା ଅନାଦରରେ ହେଉ ଅବିଚଳ ରହି ମୁଁ ଯଦି ସାରା ଦୁନିଆର ମାଲିକ ହୁଏ ଆଉ ସେଥିରେ ମୋର ଠାକୁର ମୋର ଇଷ୍ଟ ତୁଷ୍ଟ ନ ହୁଅନ୍ତି, ତାଙ୍କର ପ୍ରତିଷ୍ଠା ନ ହୁଏ, ଜାଣିବି କିଛି ପାଇଲି ନାହିଁ। ଆଉ ମୋର ଲକ୍ଷ କଷ୍ଟ ଭିତରେ ଯଦି ମୋର ଠାକୁର ତୁଷ୍ଟ ପୃଷ୍ଟ ହୁଅନ୍ତି, ତାଙ୍କର ପ୍ରତିଷ୍ଠା ହୁଏ, ମୁଁ ମନେ କରିବି ସ୍ୱଳ୍ପ ମୂଲ୍ୟରେ ମୁଁ ବିରାଟ ଲାଭର ଅଧିକାରୀ ହେଇ ଉଠିଛି। କାରଣ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଆଲୋଚନା ପ୍ରସଙ୍ଗ 10ମ ଖଣ୍ଡରେ କହୁଛନ୍ତି, ପ୍ରାଣ ଯାହାର ପରମ ପିତାଙ୍କୁ ନେଇ ମତ୍ତ, କୌଣସି କଷ୍ଟ ହିଁ ତାକୁ କାବୁ କରିପାରେ ନା, କୌଣସି ପ୍ରଲୋଭନ ହିଁ ତାଙ୍କୁ ପ୍ରଲୁବ୍ଧ କରିପାରେ ନା, କୌଣସି ଭୟ ହିଁ ତାଙ୍କୁ ଭୀତ କରିପାରେ ନା। ତେଣୁ ମୁଁ କୁହେ ଅଚ୍ୟୁତ ଇଷ୍ଟନିଷ୍ଠ ହିଁ ରୁହ, ୟାଠୁ ବଡ଼ି ଲାଭ ତ୍ରିଭୁବନରେ ଆଉ କିଛି ନାହିଁ। କଣ ତ୍ରିଭୁବନରେ ଆଉ କିଛି ନାହିଁ ଆଜ୍ଞା, ଯଦି ଆମେ ଅଚ୍ୟୁତ ଇଷ୍ଟନିଷ୍ଠ ହେଇକି ରହିବା। କାରଣ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଚାହିଁଛନ୍ତି ଆମ୍ଭେମାନେ ସମସ୍ତେ ଗୋଟେ ରିଲିଫ ସେଣ୍ଟର ହେଇ ଉଠୁ। ଆମେମାନେ ରିଲିଫ ସେଣ୍ଟର ଆଗରେ ଧାଡ଼ି ବାନ୍ଧି କି ସରକାର ପାଖରୁ ଅନ୍ୟମାନଙ୍କ ପାଖକୁ ସାହାଯ୍ୟ ଭିକ୍ଷା ଏମିତି ନ କରୁ। ଆମମାନଙ୍କ ଚରିତ୍ର ତ ଏପରି ହେଇ ଉଠୁ, ଲୋକମାନେ ଆମ ପାଖକୁ ଆସିକି ସେମାନଙ୍କ ଦୁଃଖ କୁହନ୍ତୁ, ଆମେ ତାଙ୍କ ଦୁଃଖକୁ ଲାଘବ କରୁ। ଯେତେବେଳେ ଦେଶର ପ୍ରାକୃତିକ ଦୁର୍ବିପାକ ପଡ଼େ ନା, ଏ ସତ୍ସଙ୍ଗର କର୍ମୀଗଣ ଶ୍ରୀ ଶ୍ରୀ ଠାକୁରଙ୍କୁ ପରିତୃପ୍ତ କରିବା ପାଇଁ ସ୍ୱତଃପୃତ ଭାବେ ଆଞ୍ଜୁଳା ପୂର୍ଣ୍ଣ କରି ଅର୍ଘ୍ୟ ନିବେଦନ କରିଛନ୍ତି। ଏହି କ୍ଳିଷ୍ଟ ମନୁଷ୍ୟର ସାମୂହିକ ଆଶ୍ୱସ୍ତି ପାଇଁ ତାଙ୍କର ସେଇ ମର୍ମଭେଦୀ ମାର୍ମିକ ଉକ୍ତି ହେଉଛି, ମଣିଷର ହାତ ତାଳି ପାଇବା ବା ବାହାବା ପାଇବାର ଲୋଭ ମୋର କେବେ ହୋଇନାହିଁ। ଗାଳି ଗୁଲଜକୁ ମଧ୍ୟ ମୁଁ ପରୁଆ କରେ ନାହିଁ। ମୁଁ ଭାବେ କାମ ପରି ଯଦି କିଛି କାମ ନ ହେଲା ତେବେ ଖାଲି ମଣିଷର ସୁଖ୍ୟାତି ନେଇ କଣ ହେବ।
ପୁଣି ମଣିଷର ପ୍ରକୃତ କଲ୍ୟାଣ କରିବାକୁ ଯାଇ ପ୍ରଥମ ଯଦି ଦୁର୍ନାମ କରିବାକୁ ପଡେ ତାହେଲେ ମୋର କ୍ଷତି କଣ ହେଲା? ମୁଁ ତ ଜାଣେ ମଣିଷର ଦୁଃଖ କେଉଁଠି, ସେ ଦୁଃଖ ନିରାକରଣ ଯେପରି ହୁଏ ତାହିଁ କରିଯାଇଛି। ଏହା ମୋ ପାଇଁ ସୌକୁନେ ବରଂ ପ୍ରାଣର ଦାୟ। ୟାଠୁ ବଡ କନଷ୍ଟ୍ରକ୍ଟିଭ ଆକ୍ଟିଭିଟି ଗଠନମୂଳକ କର୍ମ କଣ ଅଛି ତା ମୁଁ ଜାଣେ ନା। ମଣିଷ ଯେ ଏକାବେଳେକା ନୁଛୁଣା ହେଇଯାଇଛି। ଆତ୍ମନିୟନ୍ତ୍ରଣ କାହାକୁ କୁହାଯାଏ, ଆତ୍ମସଂଯମ କାହାକୁ କୁହାଯାଏ ତା ଜାଣେ ନା। ଫଳ ସମାଜର ପ୍ରତି ପଦକ୍ଷେପରେ ହଟି ଯାଇଛି। ତାହାର ଅନୁସରଣ ପାଇଁ କୁହେ ଦୀକ୍ଷାର କଥା, ଯଦନ ଯାଦନ ଇଷ୍ଟ ଭୃତିର କଥା। ପୁଣି ଏକ ଆଦର୍ଶ ପତାକା ତଳେ ଦୀକ୍ଷା ମାଧ୍ୟମରେ ଯେତେ ଲୋକ ସମବେତ ହେବେ ସେତେ ଲୋକଙ୍କ ଭିତରେ ଗୋଟେ ପାରସ୍ପରିକତା ବିକଶିତ ହୋଇ ଉଠିବ। ଏଇଭଳି ଭାବରେ ବିଚ୍ଛିନ୍ନ ମଣିଷ ଗୁଡ଼ିକ ଦାନା ବାନ୍ଧି ଉଠିବେ। ପ୍ରତ୍ୟେକ ପାଇଁ ଭାବିବେ, ପ୍ରତ୍ୟେକ ପାଇଁ କରିବେ। ଏଇ ଦରଦ ଟିକକ, ଏଇ ପ୍ରେମ ଟିକକ ତୁମେ ଯଦି ନିଜର ଆଚରଣ ଭିତରେ ଦେଇ ଫୁଟାଇ ଦେଇ ପାର ନା, ତାର ରିଲିଫ ସେଣ୍ଟର ସାହାଯ୍ୟ କେନ୍ଦ୍ର ଖୋଲିବା ପାଇଁ ପଡିବ ନାହିଁ। ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ହେବେ ଗୋଟିଏ ଗୋଟିଏ ରିଲିଫ ସେଣ୍ଟର। କାରଣ ପରମ ପ୍ରେମ ଶ୍ରୀ ଠାକୁର ଆମ ମାନଙ୍କୁ ଆଶା କରିଛନ୍ତି ଆମେମାନେ ଗୋଟିଏ ଗୋଟିଏ ରିଲିଫ ସେଣ୍ଟର ହେଇ ଉଠୁ। ଆମ୍ଭମାନେ ଯେମିତି ସେ ବ୍ୟର୍ଥ ବାସନା ନେଇକି ଆମ ଚିତ୍ତଟାକୁ ପ୍ରହତ ନ କରୁ। ଆମର ଚିତ୍ତଟା ପରମ ପ୍ରେମ ଶ୍ରୀ ଠାକୁର ସହିତ ସବୁବେଳେ ଯୋଗଯୁକ୍ତ ହେଇକି ରହୁ। ସୁନ୍ଦର କଥାଟିଏ ପରମ ପ୍ରେମ ଶ୍ରୀ ଠାକୁରଙ୍କର କଥା। ଏଇ ବ୍ୟର୍ଥ ବାସନା ନେଇକି ପରମ ପ୍ରେମ ଶ୍ରୀ ଠାକୁରଙ୍କ ପାଖକୁ ଅନେକ ଭକ୍ତ ଆସିଛନ୍ତି ନିଜର କାମନା ବାସକୁ ପରିପୂର୍ଣ୍ଣ କରିବା ପାଇଁ। ଏଇଭଳି ଜଣେ ଭକ୍ତ ଲୋକଟିଏ ଆସିଛି ଆଜ୍ଞା। ବହୁତ ସମ୍ପତ୍ତିର ଅଧିକାରୀ, ଜମି ଜମା ବହୁତ ଅଛି, କିନ୍ତୁ ଅଳସୁଆ ଯୁବକଟିଏ ଆଜ୍ଞା। କେବଳ ଖାଏ ଏବଂ ଶୁଏ। ଶୁଣିବାକୁ ପାଇଲା ପରମ ପ୍ରେମ ଶ୍ରୀ ଠାକୁର କିଏ ଜଣେ ଆସିଛନ୍ତି, ମନୁଷ୍ୟର ଦୁଃଖ କାହାଣୀ ଶୁଣୁଛନ୍ତି। ଦୁଃଖ କାହାଣୀ ଶୁଣି ସାରିଲା ପରେ ପରପ୍ରେମୀ ଠାକୁର କାନ୍ଦି ମଧ୍ୟ ପକଉଛନ୍ତି ଏବଂ କାହାର ଅର୍ଥର ସାହାଯ୍ୟ ଆବଶ୍ୟକ ଥିବା ଅର୍ଥ ମଧ୍ୟ ଦଉଛନ୍ତି। ଯାହା ହଉ ଏଇଭଳି ଗୋଟେ ଆଶା ନେଇକି ଯୁବକ ଜଣକ ଆସିଛି ପରମ ପ୍ରେମ ଶ୍ରୀ ଠାକୁର କିଛି ମାଗି ଖାଇବ ବୋଲି। ଠାକୁର ଭାବି ଠାକୁର ଯାଇ ମୋ ଦୁଃଖ କହିବି, ପ୍ରେମୀ ଠାକୁର ତ ମୋ ଦୁଃଖ ଶୁଣି ଠାକୁର କାନ୍ଦି ପକେଇବେ। କାନ୍ଦି ପକେଇ ସାରିଲା ପରେ ମତେ କିଛି ଅର୍ଥ ଦେବେ, ସେ ଅର୍ଥକୁ ଆଣି ଖର୍ଚ୍ଚ କରିବି। ପୁଣି ସରିଗଲା ପରେ ପୁଣି ଠାକୁରଙ୍କ ପାଖକୁ ଯିବି, ପୁଣି ଠାକୁର ମତେ କିଛି ଅର୍ଥ ଦେବେ, ପୁଣି ଆଣି ଖର୍ଚ୍ଚ କରିବି। ଯାହା ହଉ ଏଇଭଳି ଗୋଟେ ବ୍ୟର୍ଥ ବାସନା ନେଇକି ପରମ ପ୍ରେମ ଶ୍ରୀ ଠାକୁର ପାଖକୁ ଯାଇଛି ଏବଂ ସେ ଯୁବକ ଜଣ କିଛି ତାର ବାସନାକୁ କହିବା ପୂର୍ବରୁ ପରମ ପ୍ରେମ ଶ୍ରୀ ଠାକୁର ତାକୁ କହୁଛନ୍ତି, ଆରେ ତୁ ଦିଟା ମତେ ବଡ ବଡ କଖାରୁ ଦେଇପାରିବୁ? ଯୁବକ ଜଣକ ଦୁଃଖ ଆସିଛି, କାରଣ ପରମ ପ୍ରେମ ଶ୍ରୀ ଠାକୁର ସତ୍ୟାନୁସରଣ ଲେଖିଛନ୍ତି ଚାହିଁବାଟା ନ ପାଇବା ହିଁ ଦୁଃଖ। ସବୁ ଅବସ୍ଥା ରାଜି ଥା, ଦୁଃଖ ତୁମର କଣ କରିବ? ଦୁଃଖ ବି ଏକ ରକମର ଭାବ, ସୁଖ ବି ଏକ ରକମର ଭାବ। ଯେତେବେଳେ ଆସିଛି କିଛି ପାଇବା ଆଶାରେ ପାଇତ ବି ନାହିଁ, ଠାକୁର ଉଲ୍ଟି ତାକୁ ତାପରେ କିଛି ଚାହିଁଛନ୍ତି। ଯୁବକଟା ମନ ଦୁଃଖ ହେଇଛି, ଯାହା କଣ କରିବ ମନ ଦୁଃଖରେ ବସିଲା। ଆଉ କିଛି ସମୟ ପରେ କିଛି କର୍ମୀ ମାନେ ଦେଖା ହେଲେ, ଏଠି ମନ ଦୁଃଖର କଣ ପାଇଁ ବସିଛ? ନା ଆଜ୍ଞା ଆସିଥିଲି ଠାକୁର ପାଖକୁ କିଛି ମାଗିକି ଖାଇବା ପାଇଁ, ମୋର ବ୍ୟର୍ଥ ବାସନାକୁ ପରିତୃପ୍ତ କରିବା ପାଇଁ ଆସିଥିଲି, କିନ୍ତୁ ତ ପରିତୃପ୍ତ ହେଲା ନାହିଁ। ଉଲ୍ଟି ଠାକୁର ମତେ ମାଗିଛନ୍ତି ମୋଠୁ ଦିଟା ବଡ ବଡ କଖାରୁ ଦିଅ। କଣ କରିବି? ଯାହା କର୍ମୀ ମାନେ କହିଲେ, ଦେଖରେ ଠାକୁର ସମସ୍ତଙ୍କ ପାଖରୁ ମାଗନ୍ତି ନାହିଁ ରେ, ତୋ ଦୟା କୃପା କରୁଣା ହେଇଛି ବୋଲି ନା ଠାକୁର ତୋ ପାଖକୁ ଚାହିଁଛନ୍ତି ରେ। ଥରେ ଠାକୁରଙ୍କୁ ଦେଇକି ଦେଖନାରେ, ତୋ ଭିତରେ ଯୋଗ୍ୟତାଟା ପରିସ୍ଫୁଟନ ହେଇଯିବ ରେ, ତୁ ଗୋଟେ ମହାନ ବ୍ୟକ୍ତି ରୂପାନ୍ତରିତ ହେଇ ଉଠିବୁ ରେ। କଥାର ନାହିଁ ନା ଆଜ୍ଞା, ଲଭ୍ ଫର ଦି ଗ୍ରେଟ୍ begets the vigor in external success in life. Love imparts ability. Love is the leader to normal concentration. Man is separated by what he loves. ମଣିଷ ଯାହାକୁ ଭଲ ପାଏ ସେ ତାପରି ହେଇ ଉଠେ। ଲଭ୍ ଇମ୍ପାର୍ଟସ୍ ଏବିଲିଟି, ଭଲ ପାଇବାଟା ଯୋଗ୍ୟତାକୁ ପରିସ୍ଫୁଟନ କରେ। ଯେତେବେଳେ ସେ ପିଲାଟା ପରମ ପ୍ରେମ ଶ୍ରୀ ଠାକୁରଙ୍କୁ ଭଲ ପାଇଛି ନା, ତାର ଯୋଗ୍ୟତାଟା ପରିସ୍ଫୁଟନ ହେଇ ଉଠିଛି, ତାର ବ୍ୟର୍ଥ ବାସନା ପ୍ରତୋହିତ ହେଇଛି, ତାର ଚିତ୍ତଟା ସ୍ଥିର ହେଇ ଉଠିଛି, ତାର ଚିତ୍ତଟା ପରମ ପ୍ରେମ ଶ୍ରୀ ଠାକୁରଙ୍କ ସହିତ ଯୋଗଯୁକ୍ତ ହେଇ ଉଠିଛି। ଠାକୁରଙ୍କୁ ସିଏ ଭଲ ପାଇଛି, ଘରକୁ ଛୁଟି ଯାଇଛି, ଘରେ ଯାଇକି ନିଜର ପଡ଼ିଆ ଜମିକୁ ହଳ ଲଙ୍ଗଳ ବୁଲେଇ ହାଣି ବିଭିନ୍ନ ପ୍ରକାର ଚାଷ କରିଛି, କଖାରୁ ଚାଷ ସମେତ ଅନ୍ୟାନ୍ୟ ଚାଷ ମଧ୍ୟ କରିଛି। ଏଇ କର୍ମ ସମ୍ବେଗ ତାକୁ ବିରାଟ ଚାଷୀରେ ପରିଣତ କରିଦେଇଛି, ମହାନ ଚାଷୀ ସେ ହେଇ ଉଠିଛି। ଏକଲା ମଧ୍ୟ ସେ ଚାଷ କରିପାରି ନାହିଁ, ତା କୃଷି କ୍ଷେତ୍ରରେ ସେ ମଧ୍ୟ 10-15 ଜଣଙ୍କୁ ମଧ୍ୟ ନିଯୁକ୍ତି ଦେଇଛି।
ଏବଂ ଯୋଉଦିନ ସେ ବଡ଼ ବଡ଼ କଖାରୁ ଦିଟା ହେଲା ନା ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଦେବା ପାଇଁ ନେଇକି ଆସିଲା। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଏ କଖାରୁକୁ ଦେଖିକି ଏତେ ଖୁସି ହେଇଗଲେ ଯେ ଜୀବନର ପ୍ରଥମ ଥର ପାଇଁ ଶ୍ରୀ ଶ୍ରୀ ଠାକୁର କଖାରୁକୁ ଦେଖୁଛନ୍ତି। ତେବେ এই নেবা ভিতর দিয়ে অন্য দেবা হব তৎপরতা কর্ম সম্বেগ বঢ়াই তোলি জীবন অভাবক নিরসন করে পারুছিলে ন দিয়ে কেবল নেবা দ্বারা মনুষ্যর হীনবোধ জাগে স্বার্থন্দতা আসে ন করে পাইবার অব্যর্থ চেতনা তাকে কাবু করে বসে। তেমন আম ভিতরে এই দেবার ভাব রখিবা দরকার। নেবার বড়ে স্বার্থ ভাবই নেবার বড়ে স্বার্থ ভাব দেবার বড়ে প্রীতি এই মহান চেতনাকে আমি ভুলি পারিবা ନାହିଁ। দেখন্তু আজ্ঞା କେତେ ବଡ ବ୍ୟର୍ଥ ବାସନା ନେଇ ଆସିଥିଲା ଠାକୁରଙ୍କ ପାଖକୁ। ଠାକୁରଙ୍କୁ ଜଣେଇଥାନ୍ତା, ଠାକୁର ତା ଶୁଣିକି କାନ୍ଦି ପକେଇ ପଇସା ଦେଇଥାନ୍ତେ, ଏଇଭଳିଆ ମାଗିକି ମାଗିକି ଖାଇ ତା ଜୀବନଟା ସମାପ୍ତ ହେଇଥାନ୍ତା। କିନ୍ତୁ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ତାକୁ ଯୋଗ୍ୟତା ଏମିତି ଯୋଗ୍ୟତା କରିଦେଲେ ଆଜ୍ଞା, ସିଏ ମଧ୍ୟ 10-15 ଲୋକ ମଧ୍ୟ ନିଯୁକ୍ତି ଦେଲା ଖାଇବା ପାଇଁ। ସେ ଲୋକ ଦାନା ଦେଇ ପାରିଲା। କାରଣ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଜାଣିଥିଲେ ମଣିଷର ବାହିକ ଦୁଃଖ ଦେଖି ସାମୂହିକ ଭାବେ ତା ପାଇଁ କିଛି ଅନ୍ନ ବସ୍ତ୍ର ବାସଗୃହ ଦାନ କରିଦେଲେ ତା ପ୍ରକୃତ ଦାନ ହୁଏ ନା, ବରଂ ତାହା ଦ୍ୱାରା ସେ ପଙ୍ଗୁ ହେଇଯାଏ। ମଣିଷ ମନର ସଂଗୋପିତ ଅବ୍ୟକ୍ତ ଦୁଃଖକୁ ନିରସନ କରିବାକୁ ହେଲେ ତାକୁ ଧର୍ମ ଦାନ କରିବାକୁ ହେବ। ଅର୍ଥାତ୍ ଦିଗହରା ଆଶା ଶୂନ୍ୟ ସହାୟ ମଣିଷକୁ ଯାଦନରେ ଉଦ୍ବୁଦ୍ଧ କରାଇ ଈଶ୍ୱର ପ୍ରେମର ଖୋଦା ସୃଷ୍ଟି କରିପାରିଲେ ସେଇ ଦାନ ହେବ ଅମୂଲ୍ୟ ଦାନ, ଯେଉଁ ଦାନରେ ସେ ବଞ୍ଚିବ, ବଢିବ ଓ ଅନ୍ୟକୁ ପ୍ରଦାନ କରି ବର୍ଦ୍ଧିତ ହେବ। ନଚେତ୍ ଉତ୍ସହରା ନଦୀ ଭଳି କେତେବେଳେ ଫୁଲି ଉଠିବ ତ କେତେବେଳେ ଶୁଖି ଫାଟିଯିବ। ଭକ୍ତ ପ୍ରାଣ ପିତା ମାତାଙ୍କ ଯଶସ୍ୱୀ ପୁତ୍ର ସୁଭାଷ ଚନ୍ଦ୍ର ବୋଷ ମା ପ୍ରଭାବତୀ ଦେବୀଙ୍କର କଥା ରକ୍ଷା କରି 2 ବାର ଶ୍ରୀ ଶ୍ରୀ ଠାକୁର ଦର୍ଶନ କରିବା ପାଇଁ ଆଶ୍ରମ ଆସିଥିଲେ। ଆଶ୍ରମର ବିଭିନ୍ନ କର୍ମ ଅନୁଷ୍ଠାନ ଧର୍ମ ସାଧନର ନୂତନ ରୂପ ଦେଖି ମୁକ୍ତ କଣ୍ଠରେ କହିଥିଲେ ଯେ ମୁଁ ବୁଝିଥିଲି ଆଶ୍ରମଟା ଗୋଟେ ଗୃହୀ ତ୍ୟାଗୀ ମାନଙ୍କର ଆବାସୀ ସ୍ଥଳୀ ହେଇଥିବ, କିନ୍ତୁ ଗୃହୀ ହୋଇ ମଧ୍ୟ ପରିବାର ପରିଜନ ସହିତ ଆଶ୍ରମ ଜୀବନ ଯାପନ କରାଯାଏ ଏକଥା ଲୋକଙ୍କ ପାଖରେ ଅବିଶ୍ୱାସ ବୋଧ ରହିବ ନାହିଁ। ଶ୍ରୀ ଶ୍ରୀ ଠାକୁରଙ୍କ ଆଦର୍ଶରେ ମୁଗ୍ଧ ହୋଇ ଆଜି କୋଟି କୋଟି ଲୋକ ସାଧନା କରୁଛନ୍ତି। ସଂସାର ଅନେକ କୋଳାହଳ ମଧ୍ୟରେ, ଅନେକ ପ୍ରଲୋଭନ ଭିତରେ, ଅନେକ ଅପୋଜିସନ ଭିତରେ ତାଙ୍କର ସେଇ ମାଧୁର୍ଯ୍ୟ ମଣ୍ଡିତ ପରିଭାଷା ଭିତରେ ଉନ୍ମୋଚିତ ହେଲା ସାଧନାର ନବଦିଗନ୍ତ। ଲୋକାଳ ଠାରୁ ଦୂରକୁ ଯାଇ ସାଧନାର ମୁଁ ପକ୍ଷପାତି ନୁହେଁ, ଏହି ବାଧା ବିପତ୍ତିର ଭିତରେ ଦେଇ ସାଧନା କରିବାକୁ ହୁଏ। ଅସଂଖ୍ୟ ବନ୍ଧନ ମଧ୍ୟରେ ମହାନନ୍ଦମୟ ଲଭିବି ମୁକ୍ତିର ସ୍ୱାଦ, ଏଇ ତ ହେଉଛି ମୋର କଥା। କିନ୍ତୁ ଅନେକ ସାଧକଙ୍କର କଥା ଦେଖେ, ସେମାନେ ସ୍ତ୍ରୀ ଲୋକଙ୍କର ମୁଖ ଦର୍ଶନ କରନ୍ତି ନାହିଁ, କି ପ୍ରଲୋଭନ ବସ୍ତୁଠାରୁ ସବୁବେଳେ ନିଜକୁ ଦୂରେଇ ରଖନ୍ତି। କିନ୍ତୁ ବାହାରର ପ୍ରଲୋଭନ ନଥିଲେ କଣ ହେଲା, ଏଇ ମନରୁ ହାତ ନିଷ୍କୃତି କେଉଁଠି? ଏଇ ଏଇ ଚିତ୍ତ, ଏ ପ୍ରହତ ଚିତ୍ତ ପାଖ ନିଷ୍କୃତି କେଉଁଠି? ବାହାରର ଚେତନା ଠାରୁ ରିଫ୍ରେଶ ହୋଇ এই মନର ଗୋପନ ତଳ ଦେଶରେ ବାସନା ଗୁଡ଼ିକ ବସା ବାନ୍ଧେ। ଫଳରେ ମଣିଷ ଭିତରେ ହୁଏ କମ୍ପ୍ଲେକ୍ସ ବା ଗ୍ରନ୍ଥିର ସୃଷ୍ଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ବାହାର ରିଫ୍ରେଶ ହେଇ এই ମନର ଗୋପନ ତଳ ଦେଶରେ ବାସନା ଗୁଡ଼ିକ ବସା ବାନ୍ଧେ। ଫଳରେ ମଣିଷ ଭିତରେ ହୁଏ କମ୍ପ୍ଲେକ୍ସ ବା ଗ୍ରନ୍ଥିର ସୃଷ୍ଟି। ବାସନା ଗୁଡ଼ିକ ଯେତେବେଳେ ପରିପ୍ରକାଶ ହେଇ ନପାରେ, ବହୁତ ବାସନା ଆଜ୍ଞା ପରିତୃପ୍ତ ହେଇପାରେ ନାହିଁ। ବ୍ୟର୍ଥ ବାସନା ନେଇ ମଣିଷ ଚାଲେ, ଜୀବନ ଯାପନ କରେ, ପ୍ରଭୁଙ୍କୁ ଭଲ ପାଇପାରେ ନାହିଁ। ପ୍ରଭୁଙ୍କୁ ଥରେ ଭଲ ପାଆନ୍ତୁ ନା ଆଜ୍ଞା, କାରଣ ତାଙ୍କ ସ୍ଥୂଳ ସ୍ୱରୂପ ହିଁ ପ୍ରେମ। ତେଣୁ ସେ ପରମ ପ୍ରେମମୟ। କଥାରେ ଅଛି ବିନା ପ୍ରେମ ସେ ନେହି ମିଲା ନନ୍ଦଲାଲା। ତାଙ୍କୁ ପାଇବାକୁ ହେଲେ ମଣିଷ ଭିତରେ ପ୍ରେମର ଚାଷ କରିବା ଦରକାର। ସମସ୍ତଙ୍କଠାରୁ ଅଧିକ ଭଲ ପାଇବା ପାଇଁ ସେ କୁହନ୍ତି, ଯେପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଥିଲେ ହି ହୁ ଲଭ୍ସ ହିଜ ଫାଦର ଆଣ୍ଡ ମଦର more than me is not worth for me, son or daughter more than me is not worth for me। ଯେଉଁମାନେ ସେମାନଙ୍କର ପିତାମାତା ବା ସନ୍ତାନ ସନ୍ତତିକୁ ମୋଠୁ ଅଧିକ ଭଲ ପାଆନ୍ତି ସେମାନେ ମୋ ପାଇଁ ଉପଯୁକ୍ତ ନୁହନ୍ତି। ଗୀତାର ମଧ୍ୟ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଚନ୍ଦ୍ର କହୁଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକାଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷଂ ସ୍ୱାମୀ ମାଂ ଶୁଚ। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି you are for the Lord not for others, you are for the Lord and so for others। ତୁମେ ଆଗେ ପ୍ରଭୁଙ୍କର ହୁଅ, ଦେଖିବ ପରେ ସମସ୍ତଙ୍କର ହେଇ ଉଠୁଛ, ସମସ୍ତଙ୍କର ହେଇ ଉଠୁଛ। ପ୍ରଭୁଙ୍କର ହବା କେମିତି ଆଜ୍ଞା? ପ୍ରଭୁଙ୍କୁ କେମିତି ହେଇ ଉଠିବା? ପ୍ରଭୁମୟ ହବା କେମିତି ଆଜ୍ଞା? ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଥିଲେ ବା
तुमको देखी लोक मत बुझे मु किए मु ठाकुर अंकुर चंद्र किए आमको देखी लोक बुझे किमिति उठा किमिति देखा आज्ञा 16 डिसेम्बर सन्धार भद्रक सत्संग विहार परम पूज्य पाद आचार्य देव निजर मोबाइल फोन टाक काढ़िले काढ़ी देखुंट यही मोबाइल फोन ले सेव हो ठाकुर फोटो को मुझे देखेबी ना मो घरे थिबा ठाकुर फोटो को मुझे देखेबी ना कि मंदिर को देखेबी ना यही ठाकुर को मुझे जीवन ग्रहण कर चली देखाओ जीवन ठाकुर को तुम्हें देखाओ किमिति देखेबी आज्ञा समस्ते स्तब्ध किमिति देखेबी देखेबार तो 3टा बाट थिला से बाट को तो आचार्य तो बंद करदे आउ देखेबी किमिति केते सुंदर कथा परम पूज्य पद आचार्य देव कहते मोर जहा कि नहीं मु से सब को भूली जाई खोजा हेब ठाकुर आपण मो भितर प्रकाशित हेबे केउ भाबरे किए ठाकुर देखा चाहिए मनीष निजर ठाकुर घर कि मंदिर देखे कहे यही देख आम्भ मान ठाकुर जो दिन कर्मी माने छाती हाथ बढ़ाई कही पारे मते देख मो चलवा देख मोर कहवाकू देख मोर आगू को देख मोर पछु को देख मोर बामू को देख मोर डाहाणु को देख मोर चारि दिगु को देख यही रकमर ही मोर ठाकुर जे यहीपरी कहीपे से ही धर्मवीर से ही धर्मर मनीष नते सारा जीवन गोटे आपसर भल पाइबार कटिजीव गोटे कंप्रोमाइजिंग अटैचमेंट ठाकुर को भल पाइली कौन भल पाइली आज्ञा मोर वृत्ति प्रवृत्ति गोटे पाख रखिली मोर इष्ट को गोटे पाख रखिली जेतिकी खाप खाइला सेतिकी मानिली जेतिकी खाप न खाइला ताकू बाद देली यही भाया जीवन चर्चा कर मो जीवन अतिबाहित हो गला पैसिव कंप्रोमाइजिंग अटैचमेंट नहीं प्रभु को भल पाइली प्रभु को आ भल पाई पारिली ना कौन भल पाइले आज्ञा प्रभु को परम प्रेम श्री श्री ठाकुर कहते सत्यानुसार लिखिदे गले आज्ञा तुम्हें सदीक्षा ग्रहण कर सत नाम मनन कर एवं सत्संगर आश्रय ग्रहण कर मु निश्चय करी कहूँ तुम आत्म उन्नयन तुमको चिंता करने पड़ो ना मोर चित्तटा आज परम प्रेम श्री श्री ठाकुर सहित जुगजुक्त हो पारि ना मो चित्त आज प्रहत हो उठी कहीं प्रभु को आज मुझे दूरे देती कौन पाई दूरे देती ना मु व्यर्थ वासना नहीं जीवन यापन करुच्ची व्यर्थ वासना नहीं कि व्यर्थ वासना नहीं कि मो जीवन चर्या आज आरंभ हो उठी से तो प्रथम जो कही ठाकुर जो नव मैंने कहते जदि कि न चाह मत चाह धर्म अर्थ काम मुख्य तो पछपटे घूरी बुलव परम प्रेम श्री श्री ठाकुर को जीवन ग्रहण कर सदीक्षा नहीं सत्संग जाऊँगी टिके सतनाम मनन करतु ना आज्ञा देखिए आज्ञा आपण उन्नयन पर आपको चिंता करने पड़ो ना आपण जो व्यर्थ वासना जीवन चर्चा कर आज्ञा सबू किसी कुआर आज्ञा उभे जीव प्रभु को परितृप्त करदे आपण कथा प्रभु ही विचार करेंगे आज्ञा आपण उन्नयन में प्रभु ही चिंता करेंगे से 16 डिसेम्बर सन्धार सत्संग विहार परम भद्रक सत्संग विहार परम पूज्य पद आचार्य देव कहते मु कहूँ केते गोटे थर मन को वर्तमान स्थिर रखी ए चित्तटा को वर्तमान स्थिर रखी अविराम भाव नाम करी देखंतु तो नाम करंतु अंतर हुंकार देखु ठाकुर मु आपण को भल पाए थरे करिकी देखंतु ना मु निजे दायित्व नहीं आपण मान को कहूँ परम पूज्य आचार्य देव कहते मु निजे दायित्व नहीं आपण मान को कहूँ 48 घंटा पर आपण अनुभव करें आपण आपण नहांती आपणकर भितर ठाकुर ही कथा कहते आपण निज भितर ठाकुर को ही देखिपारे आउ शुणी पारे आ समग्र जगत ना एक नूतन रूप उद्भासित हो उठिब तुमरी पाखरे नूतन रूप उद्भासित हो उठिब तुमरी पाखरे से दिन नूतन रूप उद्भासित हो उठुला उद्भासित हो उठे दशरत्नाकर वाल्मीकि रूप नूतन रूप उद्भासित हो उठे से दिन नरेन्द्रनाथ दत्त स्वामी विवेकानंद रूप नूतन रूप उद्भासित हो उठे चंडाशोक अशोक धर्माशोक मैरी मैग्निलिन पतिता नारी हो उठे एक निष्ठ भक्त परम कारुणिक जीशु ख्रीष्टर
ଅନ୍ୟ ଏକ ରୂପ ରୂପାନ୍ତରିତ ହେଇ ଉଠିଥିଲେ। କେତେବେଳେ ଆଜ୍ଞା ଇଷ୍ଟ ପ୍ରଣତା ପ୍ରଭୁଙ୍କୁ ଯିଏ ଯେତେ ଭଲ ପାଇছে ସେ ସେଇଭଳି ହେଇ ଉଠିଛି। এই ইষ্টপ্রণতা প্রসঙ্গରେ ପରମ ପ୍ରେମ ଶ୍ରୀ ଠାକୁର କହୁଛନ୍ତି ଇଷ୍ଟପ୍ରଣତା ହେଲା ତିନି ପ୍ରକାରର। ଏକ ନମ୍ବର ଭକ୍ତ ହେଲା ଆଜ୍ଞା পেশি পারভেটিং আটাচমেন্ট বৃত্তি ভেদি অনুরাগ মোর বৃত্তি প্রবৃত্তি যাহা ଅଛି ତାହା ଯଦି ମୋ ଇଷ୍ଟକୁ ଫୁଲଫିଲ ବା ପରିପୂରଣ ନ କଲା ତାହା ସହିତ ମୋ କିଛି ସମ୍ପର୍କ ହିଁ ନାହିଁ। এই ଯୋଉ ଭକ୍ତ ଆଜ୍ଞା କେବଳ ଇଷ୍ଟଙ୍କ କଥାକୁ ଫୁଲଫିଲ କରନ୍ତି ପରିପୂରଣ କରନ୍ତି ଏଙ୍କର ଆଉ ସ୍ୱାର୍ଥ ବ୍ୟର୍ଥ ବାସନା କିଛି ନଥାଏ। ବହୁତ ବ୍ୟର୍ଥ ବାସନା ନେଇ ଆସିଥିଲେ ହନୁମାନ ରାମଚନ୍ଦ୍ରଙ୍କ ପାଖକୁ। କହିଲେ ରାମଚନ୍ଦ୍ର ପାଖକୁ ଶୁଣିବାକୁ ପାଇ ରାମଚନ୍ଦ୍ର ରାଜା ହେଇଛନ୍ତି ଆସିଥିଲେ ମନ୍ତ୍ରୀ ହେବେ ନିଜର ବ୍ୟକ୍ତିଗତ ତୁଚ୍ଛ ଇଚ୍ଛା ଗୁଡ଼ିକୁ ପରିପୂର୍ଣ୍ଣ କରିବେ। ଆସ୍ତେ ଆସ୍ତେ ପ୍ରଭୁଙ୍କ ନିୟତ ସେବାରେ ନିୟୋଜିତ ହେଲେ। এই প্রভুଙ୍କ নিয়ত সেবা নিয়োজিত ହେଲେ ନା ହନୁମାନଙ୍କ ଭିତରେ ଥିବା ସମସ୍ତ ବ୍ୟର୍ଥ ବାସନା ଗୁଡ଼ିକ ଆଜ୍ଞା ପ୍ରତିହତ ହେଇ ଉଠିଲା। ଆଉ ସେ ବ୍ୟର୍ଥ ବାସନା ଗୁଡ଼ିକ ଆଉ ଉଙ୍କି ମାରିଲା ନାହିଁ। କେବଳ ପ୍ରଭୁଙ୍କର କୁ ନିରୁଦ୍ବେଗ ଶାନ୍ତ ରହିବାକୁ ପ୍ରଭୁଙ୍କ ସେବା କରି ଚାଲିଲେ ଏବଂ ପ୍ରଭୁଙ୍କୁ ଅମୂଲ୍ୟ ସୁରକ୍ଷିତ କରିଥିଲେ। ତାଙ୍କର ଭକ୍ତି ନିଷ୍ଠା ଓ ଅସଦିନ ପରକ ପଠାନ୍ତର ନାହିଁ। ସବୁ ସମୟରେ ପ୍ରଭୁଙ୍କୁ ନେଇ ମସ୍ତ ହେଇକି ଆଜି ବୀର ହନୁମାନ ଆଜି ପ୍ରତିଷ୍ଠିତ ହେଇ ଉଠିଲେ। ସବୁ କିଛି ବ୍ୟର୍ଥ ବାସନା ତାଙ୍କ ଆଜି ପ୍ରତିହତ ହେଇ ଉଠିଥିଲା ଏବଂ ଶ୍ରେଷ୍ଠ ଭକ୍ତ ରୂପାନ୍ତରିତ ହେଇ ଉଠିଥିଲେ। କେତେବେଳେ ନା ଯେତେବେଳେ କେବଳ ପ୍ରଭୁଙ୍କୁ ଇଷ୍ଟଙ୍କୁ ଫୁଲଫିଲ ପରିପୂର୍ଣ୍ଣ କରି ଚାଲିଥିଲେ। ପ୍ରଥମ ପ୍ରକାର ଭକ୍ତ পেশি পারভেটিং আটাচমেন্ট ବୃତ୍ତି ଭେଦି ଅନୁରାଗ। এই ଅନୁରାଗ ରହିଲେ ମଣିଷ ସବୁ କିଛି ସମ୍ଭବ କରିପାରେ। ସେଦିନ ରାମକୃଷ୍ଣ ପରମହଂସ କହୁଛନ୍ତି এই ବାଲ୍ମୀକି ପ୍ରଥମେ ନା ରାମ ନାମ ଜପ କରିବା ପାଇଁ ଦିଆଗଲା କିନ୍ତୁ ତାକୁ କୁହାଗଲା ମରା ମରା ଜପ କର। ମୋ ମାନେ ଈଶ୍ୱର ଆଉ ରାମ ମାନେ ଜଗତ। ଆଗେ ଈଶ୍ୱର ତାପରେ ଜଗତ। ଏକ ପାଖରେ ଅନେକ ସଂଖ୍ୟା ଦିଆଯାଏ ନା ତ ଅନେକ ହେଇଯାଏ। ଏକ ଅନେକ ଶୂନ ଦିଆଯାଏ ଅନେକ ହେଇଯାଏ କିନ୍ତୁ ଏକକୁ ଲିଭେଇ ଦେଲେ ନା କିଛି ରୁହେ ନାହିଁ। ଏକକୁ ନେଇ ଅନେକ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ତାଙ୍କ ଭାବବାଣୀରେ କହୁଛନ୍ତି ଏକ ଭାବିଲେ ଆଉ ଡେରି ନାହିଁ ଦୁଇ ଭାବିଲେ ଅନେକ ଡେରି ଆଉ ତିନି ଚାରି ପାଞ୍ଚ 10 ହଜାର 36 କୋଟି ଯଦି ଭାବିବୁ ନା ଜାଣି ବହୁତ ଦୂର ବହୁତ ଦୂର। ସତରେ ଆମେ ସବୁ କିଛି ପାଇଛନ୍ତି। ଘୋଡ଼ା ପାଇଛନ୍ତି 10 ଜାଗା 50 ଜାଗା କୋଠା ପାଇଛନ୍ତି 50ଟା ଗାଡ଼ି ପାଇଛନ୍ତି 100 ଏକର 50 ଏକର 30 ଏକର ଜମି ପାଇଛନ୍ତି। ସବୁ ସମ୍ପତ୍ତିର ଆମେ ଅଧିକାରୀ ହେଇଛନ୍ତି। କୋଟି କୋଟି ସମ୍ପତ୍ତିର ମାଲିକ ହେଇ ଉଠିଛନ୍ତି। କିନ୍ତୁ ଆମ ଜୀବନରେ ସେ ଏକ ନାହାନ୍ତି ଇଷ୍ଟ ନାହାନ୍ତି ଆମ ଜୀବନ ଶ୍ରେଷ୍ଠ ନାହାନ୍ତି ଆମ ଜୀବନରେ ପୁରୁଷୋତ୍ତମ ଠାକୁର ନାହାନ୍ତି। ଯେତେବେଳେ ଆମ ବାଁ ପାଖରେ ଥିବା ଯେମିତି ସଂଖ୍ୟାର ବାଁ ପାଖ ଯଦି ଏକ ଲିଭେଇ ଦିଆଯାଏ ଆଜ୍ଞା ମଣିଷ କୁହେ ଆଜ୍ଞା ମୁଁ 10 କୋଟି ଟଙ୍କାର ମାଲିକ 10 ଲକ୍ଷ କୋଟି ଟଙ୍କାର ମାଲିକ 1000 ଲକ୍ଷ କୋଟି ଟଙ୍କାର ମାଲିକ। ବାଁ ପାଖରେ ଆଜ୍ଞା ସେ ଏକଟା ଥାଏ। ଯଦି ବାଁ ପାଖ ସେ ଏକଟା ଆଜ୍ଞା ଚାଲିଯାଏ ଲିଭିଯାଏ ତାହେଲେ ସବୁ ଶୂନର ପର୍ଯ୍ୟବେସିତ ହୁଏ। ଯେତେ ସମ୍ପତ୍ତି ଅଧିକାରୀ ହେଇଥାଉ ନା କାହିଁକି ସବୁ ଶୂନ ପର୍ଯ୍ୟବେସିତ ହୁଏ। ସେଇଭଳି ମଣିଷ ଜୀବନ ଇଷ୍ଟପ୍ରେଷ୍ଟ ପୁରୁଷୋତ୍ତମ ନଥାନ୍ତି ଏକ ଦିନ ନଥାନ୍ତି ମୋ ଜୀବନରେ ମୋ ଜୀବନ ଆଜ୍ଞା ସେଇଭଳି ଅଶାନ୍ତମୟ ହେଇ ଉଠିବ। ମଳ ପରଶ ପାଇ ନ ପାରିଲେ ବାସ ନାହିଁ ଚନ୍ଦନେ ପ୍ରଭୁ ଆପଣଙ୍କୁ ନ ପାଇ ଯେତେ ଯାହା ପାଇଲେ ଶାନ୍ତି ନାହିଁ ଜୀବନରେ। ମଣିଷ ଆଜି ବ୍ୟର୍ଥ ବାସନା ନେଇ ଜୀବନ କାଳାତିପାତ କରୁଛି। ଉଠିଲା ବେଳଠୁ ଖାଲି ବ୍ୟର୍ଥ ବାସନା ଦିଅ 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 ପ୍ରଭୁ ଦିଅ। ସେଦିନ ଗୋଟେ ପିଲାକୁ ପଚରାଗଲା ଆଜ୍ଞା ଦି ପ୍ରକାର ଭିକାରୀ କୋଉଠି ମିଳନ୍ତି? ପିଲାଟି ଉତ୍ତର ଦଉଛି ମନ୍ଦିରରେ ମିଳନ୍ତି। ନା କଣ କେମିତି ମନ୍ଦିର ଦୁଇ ପ୍ରକାର ଭିକାରୀ ମିଳନ୍ତି? ନା ଗୋଟିଏ ପ୍ରକାର ବଡ ବଡିଆ ଲୋକ ଯାଆନ୍ତି ଗାଡି ଫାଡି ପାର୍କିଂ କରି ମନ୍ଦିର ଭିତରକୁ ଯାଆନ୍ତି ନିଜର ବ୍ୟର୍ଥ ବାସନାକୁ ପରିତୃପ୍ତ କରିବା ପାଇଁ ପ୍ରଭୁଙ୍କୁ ମାଗନ୍ତି ପ୍ରଭୁ ହାତୀ ଦିଅ ଘୋଡ଼ା ଦିଅ ଚାକିରି ଦିଅ ପ୍ରମୋଶନ କରିଦିଅ ମୋ ପୁଅ ଦିଅ ପୁତ୍ର କେମିତି ଭଲ ପଢିବ ଦିଅ ଖାଲି ଦିଅ 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 ପ୍ରଭୁ ଖାଲି ଦିଅ ମାଗି ଚାଲନ୍ତି ଠାକୁରଙ୍କୁ। ସେଠି ପ୍ରଣାମ କରି ଠାକୁରଙ୍କୁ ମାଗି ସାରିଲା ପରେ ଆସିକି ମନ୍ଦିର ବୁଲେଇ ସାରିଲା ପରେ ମନ୍ଦିର ପାଖରେ ଯୋଉ ଅଛନ୍ତି ଭିକାରୀ ମାନଙ୍କୁ ନା ଆଜ୍ଞା ଟଙ୍କେ 2 ଟଙ୍କା 5 ଟଙ୍କା 10 ଟଙ୍କା ଦେଇକି ଯାଆନ୍ତି। କଥାଟା ଶୁଣିକି ବହୁତ ଭଲ ଲାଗିଲା। ଯାହା ହଉ ମାନେ ଗୋଟିଏ ମନ୍ଦିର ଦୁଇ ପ୍ରକାର ଭିକାରୀ ମିଳନ୍ତି। ଗୋଟେ ବ୍ୟର୍ଥ ବାସନା ନେଇ ପ୍ରଭୁଙ୍କୁ ପରିତୃପ୍ତ କରିବା ପାଇଁ ଯାଆନ୍ତି ଆଉ ପ୍ରଭୁଙ୍କୁ ତାଙ୍କ ବ୍ୟର୍ଥ ବାସନା ମାଗି ସାରିଲା ପରେ ଯେତେ ଓହ୍ଲେଇ ଆସନ୍ତି ନା ଏଇ ଭିକାରୀ ମାନଙ୍କୁ କିଛି ଅର୍ଥ ଦେଇକି ହିଁ ଯାଆନ୍ତି। ସତରେ এই ଈଶ୍ୱର ପ୍ରତି ଭକ୍ତି ଭଲ ପାଇବାଟା ନଥିଲେ ନା ଆମ ଜୀବନ ସମ୍ବେଗ ସୀମିତ ହୋଇଯାଏ ପ୍ରାଣ ଶକ୍ତି ଶୁଷ୍କ ହୋଇଯାଏ ପ୍ରଜ୍ଞାର ଅବୁଦ୍ଧ ହେଇ ଉଠି ପାରେ ନାହିଁ।
ତେଣୁ ଜୀବନର ବଡ଼ ହେବାର ଏକମାତ୍ର ବାଟ ହେଲା ଇଷ୍ଟଙ୍କ ଇଣ୍ଟରେଷ୍ଟ ସଙ୍ଗେ ଆକ୍ଟିଭଲି ଆଇଡେଣ୍ଟିଫାଏ ସକ୍ରିୟ ଭାବେ ଏକୀଭୂତ ହେବା। ଏଥିରେ ସ୍ୱାର୍ଥପର ଅଭିବୃଦ୍ଧି ବା ପରିକଳ୍ପନା ଯାହାକି ମଣିଷକୁ କ୍ଷୁଦ୍ରତାର ଆଚ୍ଛନ୍ନ କରି ରଖେ ତାହା ଖସି ପଡ଼େ। ଏଣୁ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ତଜ୍ଜିତ୍ ତଦ୍ଗତ ପ୍ରଣତା ହିଁ ତତ୍ସ୍ୱାର୍ଥ ପ୍ରଣତା କରି ତଳେ। ଆଉ ଏଇ ପ୍ରକାର ଚରିତ୍ର ହିଁ ମଣିଷର ସମ୍ପଦ। ତେଣୁ ଶାସ୍ତ୍ରରେ ଅଛି ଏକ ଭକ୍ତି ବିଶିଷ୍ୟତେ ଏକନିଷ୍ଠ ଭକ୍ତି ଯଥାର୍ଥ ଭକ୍ତି ବହୁନିଷ୍ଠ ହେଲେ ତା ଆସକ୍ତିର ପର୍ଯ୍ୟବେସିତ ହୁଏ। ଯଦି ଆମେ ଏକୁ ଛାଡ଼ିଦେବା ନା ଆଜ୍ଞା ତାହେଲେ ଆମ ସେ ଆସକ୍ତିର ପର୍ଯ୍ୟବେସିତ ହେଇ ଉଠିଲା ଆମ ମନଟା, ଆଉ ମନ ପ୍ରଭୁଙ୍କ ସହ ଯୋଗଯୁକ୍ତ ହେଇପାରିବ ନାହିଁ। এই ଏକ ଭକ୍ତି ନିଷ୍ଠ ସମ୍ପର୍କ ସେଦିନ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଏକ ଭକ୍ତି ନହେଲେ ହେବ ନାହିଁ। 25 ଠାକୁର ଧରିଲେ ଅସୁବିଧା। ବହୁ ନୈଷ୍ଠିକ ଯେଉଁମାନେ ସେମାନଙ୍କ ଜୀବନରେ କୌଣସି ସଙ୍ଗତି ନଥାଏ ସେମାନେ ଆସ୍ତେ ଆସ୍ତେ ପାଗଳ ପରି ହୋଇଯାଆନ୍ତି। ବହୁ ନୈଷ୍ଠିକ ଅର୍ଥ ମୂଳତଃ ତାର କୌଣସି ନିଷ୍ଠା ନାହିଁ, କେବଳ ଭିନ୍ନ ଭିନ୍ନ ପ୍ରବୃତ୍ତି ସ୍ୱାର୍ଥରେ ହିଁ ନିଷ୍ଠା ଅଛି। ତେଣୁ ସେମାନଙ୍କ ଜୀବନରେ ଆତ୍ମନିୟନ୍ତ୍ରଣ ଜିନିଷଟା ସମ୍ଭବ ହୁଏ ନାହିଁ। ଫଳରେ ଅଭିଜ୍ଞତା ବା ଜ୍ଞାନର ଉନ୍ମେଷ ହୁଏ ନାହିଁ। ଭକ୍ତି ବା ଏକାନୁକ୍ତି ଛଡ଼ା ଜ୍ଞାନୋଦୟ ହୁଏ ନାହିଁ। ଜଣକୁ ଆଶ୍ରୟ କରି ଯେ ଦୁନିଆକୁ ଦେଖେ, ଜଣଙ୍କ ପାଇଁ ଯେ ଭାବେ କହେ କରେ, ତାର ସ୍ୱାର୍ଥରେ ସ୍ୱାର୍ଥାନ୍ୱିତ ହୋଇ ଉଠେ। ତାର ବୋଧ ବ୍ୟକ୍ତିତ୍ୱ ମଧ୍ୟରେ ଗୋଟେ ଅନ୍ୟ ସଙ୍ଗୀତର ବିନ୍ୟାସ ଫୁଟି ଉଠେ। ତେଣୁ ସକ୍ରିୟ ଏକାଗ୍ରନିଷ୍ଠ ପ୍ରଥମେ ଆବଶ୍ୟକ। କୌଣସି ଏକର ଯଦି କାହାର ବୃତ୍ତି ସାର୍ଥକ ନ ହୁଏ ତେବେ ସେ ଶାନ୍ତିର ଅଧିକାରୀ ତ ହେବ ନାହିଁ, ସେ ବିକ୍ଷୁବ୍ଧ ଓ ବିକ୍ଷିପ୍ତ ମନା ହିଁ ହେବ। କାରଣ ଏକର ସାର୍ଥକ କାରଣ ମନର ସର୍ବପ୍ରକାର ଗ୍ରନ୍ଥିର ବା ସଂସ୍କାର ସମାଧାନ ବା ମୋଚନ ହୋଇ ଏକର ସାର୍ଥକ ହେବା ମୁକ୍ତି। ଏକାଗ୍ରତା କହିଲେ ଏକକୁ ଜୀବନରେ ଅଗ୍ରଭାଗରେ ରଖି ଚାଲିବା। ସେ ଏକ ହେଲେ ଇଷ୍ଟ ଆଦର୍ଶ ସଦ୍ଗୁରୁ ଶ୍ରୀ ଶ୍ରୀ ଠାକୁରଙ୍କ ଭାଷାରେ एकनिष्ठ संवेग अनुराग ही भक्ति, से अनुराग ही शक्ति, से अनुराग ही तपर प्राण, पुनि से अनुराग ही सिद्धि। केवल टिके भल पाइबा भितर देकी प्रभु को भल पाइबा भितर देकी आमर ए व्यर्थ वासना गुड़िक नियंत्रित हो उठे, नियंत्रित हो उठे। नने नियंत्रित हो पारिबो नाही, कस्मिन काले नियंत्रित हो पारिबो नाही। आज्ञा तापर आसला आज्ञा सेकेंड प्रकार भक्त एकाग्र भक्त प्रबल अच्छा। मैरी मैगडिन अच्छा, आलोचना कर समय ना। एकनिष्ठ भक्त सेकेंड प्रकार भक्त है कौन पैसिव कंप्रोमाइजिंग अटैचमेंट, प्रवृत्ति सहित आपस करा भल पाइबा। माने कौन आज्ञा कही पूर्व माने मो वृत्ति प्रवृत्ति रहिबो, मोर इष्ट रहिबे, जेतिकी खाप खाइबो सेतिकी मानिबी, जेतिकी न खाप खाइबा सेतिकी छाड़ी देबी। बेले बेले आज्ञा मन हुए मनीष व्यर्थ वासना नहीं चली कौन आज्ञा शुणी आज्ञा फेसबुक व्हाट्सअप यूट्यूब बहुत आज्ञा भल भल जोकिंग आसे। आज सोमवार आइंष खाइबी ना, आज गुरुवार आइंष खाइबी, रविवार आइंष खाइबी। माने आमे धर्मटा को यही बार खाइबी यही बार खाइबी ना, ये कंप्रोमाइजिंग प्रभु ये कंप्रोमाइजिंग अटैचमेंट भल नुहे आज्ञा। से दिन परम पूज्य पाद बरदा जड़े गुरु भाई की पचारुंट केते वर्ष ठाकुर जीवन ग्रहण कले आज्ञा 30 वर्ष ग्रहण कले ठाकुर को ना केते वर्ष ठाकुर सस्तन व्रत ग्रहण कले ना आज्ञा नहीं ना आज्ञा ना कहीं ना टिके भल पाइबा अच्छी टिके खाद्य प्रति आउ टिके शुक्रवार टा छाड़ी दे सोमवार आज्ञा खाए। माने 30 वर्ष प्रभु को जीवन ग्रहण करी बासना गुड़िक परितृप्ति जुहार परितृप्ति केवल शुक्रवार मानि जाऊ अन्य बार छाड़ी दी। परम प्रेम श्री श्री ठाकुर कहते तुम्हें जो तुम अवांछित चरित्र पर हस्तक्षेप न कर ताकू यथा विहित नियंत्रण में सक्रिय भाव संस्थ कर न तोल लक्ष्य शिक्षित होना कहीं तुमर स्वाभाविक उन्नति तेज भी मरीचिका बत उन्नति कस्मिन काल हो पार ना आज्ञा। এই নিজের অবাঞ্ছিত চরিত্র হস্তক্ষেপ করতে পড়িব, এই কম্প্রোমাইজিং করতে পড়িব না আজ্ঞা। মোর ইষ্ট গোটে পট রখিবি, মোর বৃত্তি প্রবৃত্তি গোটে পক রখিবি, যেতিকি খাপ খাইলা সেতিকি মানিবি, যেতিকি খাপ ন খাইলা বাদ দেবি। ইয়ে আজ্ঞା ভাল নুহে আজ্ঞା, কস্মিন কালে ভাল নুহে। মোর অবাঞ্ছিত হস্তক্ষেপ করে তাহলে মু গোটে ভাল মনুষ্য হয়ে উঠিবি। যে অবাঞ্ছিত হস্তক্ষেপ ন করে সে কস্মিন কালে আজ্ঞা সোনার মনুষ্য রূপান্তরিত হয়ে পারিব না। সেদিন অবাঞ্ছিত চরিত্র হস্তক্ষেপ করুনথিলে রাবণ
ମୁଁ ଯୋଉ ଚରିତ୍ର ନେଖେ ସେ ଠିକ ଚରିତ୍ର ଠିକ, ମୁଁ ଯୋଉଟା କହୁଛି ଠିକ, ଯୋଉଟା ଭାବୁଛି ଠିକ, ଯୋଉଟା କରୁଛି ବି ଠିକ। ଦୁର୍ଯ୍ୟୋଧନ ମଧ୍ୟ ସେ କହିଲା ଆଜ୍ଞା, ମୁଁ ଯୋଉଟା କରୁଛି ଠିକ, ଯୋଉଟା ଭାବୁଛି ଠିକ, ସବୁ କିଛି ମୁଁ ସବୁ ଠିକ କରୁଛି ଆଜ୍ଞା। ଫଳରେ କଣ ହେଲା ଆଜ୍ଞା, ନିଶେଷ ହେଇଗଲା ଆଜ୍ଞା। ଯଦି ସେମାନେ ସେଇ ମୁହୂର୍ତ୍ତରୁ ଅବାଞ୍ଛିତ ଚରିତ୍ରରୁ ହସ୍ତକ୍ଷେପ କରିଥାନ୍ତେ, ତାହେଲେ ଆହୁରି ମହାନ ମହାନ ବ୍ୟକ୍ତି ସେ ରୂପାନ୍ତରିତ ହେଇ ଉଠିଥାନ୍ତେ ଆଜ୍ଞା। ମହାନ ମହାନ ବ୍ୟକ୍ତି ରୂପାନ୍ତରିତ ହେଇ ଉଠିଥାନ୍ତେ। ସେଥିପାଇଁ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଏ ନିଜର ଅବାଞ୍ଛିତ ହସ୍ତକ୍ଷେପ ପାଇଁ ବହୁତ କଥା କହିଛନ୍ତି। ଆଉ ତୃତୀୟ ପ୍ରକାର ଭକ୍ତ ହେଲା ଆଜ୍ଞା, ସବୁ ନିକୃଷ୍ଟ ଭକ୍ତ କଣ ଆଜ୍ଞା, ପେସିନଟ ଆଟାଚମେଣ୍ଟ, ପ୍ରବୃତ୍ତିମୁଖୀ ଭଲ ପାଇବା। ଏ ପ୍ରକାର ଭକ୍ତ ଆଜ୍ଞା କଣ ନା, ନିଜର ବୃତ୍ତି ପ୍ରବୃତ୍ତିର ଚାହିଦା ପାଇଁ ନିଜର ଇଷ୍ଟଙ୍କୁ ବିନିଯୋଗ କରେ। ନିଜର ବ୍ୟର୍ଥ କାମନାର, ବ୍ୟର୍ଥ ବାସନାର ପୂର୍ତ୍ତି ପାଇଁ ନିଜର ଇଷ୍ଟଙ୍କୁ ବିନିଯୋଗ କରେ ଠାକୁର। ଆଲୋଚନା ପ୍ରସଙ୍ଗରେ ଅଛି ଆଜ୍ଞା, ଚତୁର୍ଥ ପଦ ପଢିବେ। ଠାକୁରଙ୍କୁ ପ୍ରଶ୍ନ ପଚାରୁ ଯୁବକ, ଠାକୁର ମୁଁ ସେଇ ଝିଅଟାକୁ ଟିକେ ଭଲ ପାଉଛି ନା, ବ୍ୟର୍ଥ ବାସନା ନେଇକି ଆସିଛି ଆଜ୍ଞା, ଚିତ୍ତଟା ପ୍ରହତ ଚିତ୍ତ ହେଇଯାଇଛି, ଅସ୍ଥିର ହେଇ ଉଠିଛି। କହୁଛି ଠାକୁର ମୁଁ ସେଇ ଝିଅଟାକୁ ବହୁତ ଭଲ ପାଉଛି, ସେଇ ଝିଅ ସଙ୍ଗେ ମତେ ବାହାଘର କରେଇ ଦିଅନ୍ତୁ ନା, ଆପଣଙ୍କୁ ଭୋଗ ଦେବି, ବହୁତ ବହୁତ ଜିନିଷ ଦେବି। ଆଶ୍ଚର୍ଯ୍ୟ। ବେଳେ ବେଳେ ଆଜ୍ଞା ଗାଁ ଗଣ୍ଡା ହଉ କି ସହର ବଜାର ଆମେ ଦେଖନ୍ତୁ ଆଜ୍ଞା, ଗୋଟିଏ ଘଟଣା କଣ ଶୁଣି ଦେଖିବାକୁ ପାଉ ଆଜ୍ଞା, ଯେତେବେଳେ ବାହାଘର ସାହାଘରଟେ ହୁଏ ଆଜ୍ଞା, ଘରର ମୁରବୀ ମାନେ ଆସିକି ଗୋଟେ ନଡିଆଟିଏ ଦେଇକି, ଗୋଟେ ନଡିଆଟିଏ ତା ଭିତରେ ଖୁସି ଦେଇଥିବେ, 5 ଟଙ୍କା 10 ଟଙ୍କା ଖୁସି ଦେଇଥିବେ, ଆଣିକି ବାନ୍ଧିଦେବେ। ଏ ମା ତାରିଣୀ ଲୋ, ବର୍ଷା ଆଜି ବନ୍ଦ କର, ମୋର ପୁଅର ମୋର ଝିଅ ବାହାଘର, ବରଯାତ୍ରୀ ଆସିବେ, ନାଚ ଗୀତ ହବ, ବନ୍ଧୁବାନ୍ଧବ ଆସିବେ, ଖାଇ ପିଇକି ଯିବେ, କେତେ ହଇରାଣ ହରକତ ହେବେ ଗୋ ମା, ବର୍ଷାଟା ତୁ ବନ୍ଦ କର। এই ବ୍ୟର୍ଥ ବାସନାର ପରିତୃପ୍ତି ପାଇଁ ନିଜର ଇଷ୍ଟଙ୍କୁ ବିନିଯୋଗ କଲା ବ୍ୟକ୍ତି ଜଣକ। ବନ୍ଦ କର ବାସନା, ঠাকুর কি তো বাবার কেনা, কাম ধরি টেনে আনা, সে কানটি ষোলো অনা, কার মুখের কথা ভুলে না। যদি প্রাকৃতিক কারণ পাই ବର୍ଷା ବନ୍ଦ ହେଇଗଲା, ବର୍ଷା ସେଦିନ ହେଲା ନାହିଁ, ତାହେଲେ ମା ପ୍ରତି ମୋର ଭଲ ପାଇବାଟା ବଢିଗଲା। ଯାହା ହଉ ମା ଲୋ, କି ସୁନ୍ଦର ତୋର କଥା, ଯାହା ହଉ ମୋ ବର୍ଷାଟା ବନ୍ଦ କରିଦେଲୁ ଲୋ, ମୋର ଯୋଉ ବାସନା ଥିଲା ସେ ବାସନା ମୋର ପରିତୃପ୍ତ ହେଇ ଉଠିଲା ଗୋ ମା। ବର୍ଷା ବନ୍ଦ ହେଲା, ବରଯାତ୍ରୀ ଆସିଲେ, ନାଚ ଗୀତ ହେଲା, ବହୁତ ସୁନ୍ଦର ହେଲା, ଯାହା ହଉ ଭଲ ବିଦା ହେଇଗଲେ ମା ଲୋ। ତାପରେ ନଡିଆ ପଠେଇଲି, ମାଙ୍କୁ ପରିତୃପ୍ତ କଲି। ତାପରେ ଆଜ୍ଞା ପାଳି ପଡିଲା ପୁଅର, ପୁଅର ପାଳି ପଡିଲା, ପୁଅ ମେଟ୍ରିକ ପରୀକ୍ଷା ଦବ। ମା ଏଥର ମୋ ପୁଅକୁ ମେଟ୍ରିକ ଫାର୍ଷ୍ଟ କ୍ଲାସ ପାସ୍ କରା, ଏଥର ବୁଦା ଦେମି। ପୁଣି ବାସନାକୁ ପରିତୃପ୍ତ କରିବା ପାଇଁ ମାକୁ ବୁଦା ଦଚେଇଲା, କିନ୍ତୁ ପୁଅଟା ଆଜ୍ଞା ବଦମାସୀ ପିଲା, ପାଠ ପଢ ପଢେନେ, ଫେଲ ହେଇଗଲା। ଆଉ ବୁଦା କିଏ ନା ମା କିଏ। ପରବର୍ତ୍ତୀ ମୁହୂର୍ତ୍ତରେ କହୁଛେ, ସେଦିନ ଗୋଟେ କେମିତି ବର୍ଷାଟା ବନ୍ଦ ହେଇଗଲା ନା, ଯଦି ମା ପ୍ରକୃତରେ ଥାନ୍ତେ ମୋ ପୁଅ କଣ ପାସ୍ କରିନଥାନ୍ତା ନା ଆଜ୍ଞା, ପାସ୍ କରିଥାନ୍ତା। ଏଇ ପ୍ରକାର ଭକ୍ତି ଆଜ୍ଞା, ନିକୃଷ୍ଟ ଭଲ ପାଇବା, ପ୍ରଭୁଙ୍କୁ ପ୍ରଲୋଭିତ କରିବା, ମୋର ବୃତ୍ତି ପ୍ରବୃତ୍ତିର ଚରିତାର୍ଥ ପାଇଁ, ମୋର ବ୍ୟର୍ଥ ବାସନା ର ଚରିତାର୍ଥ ପାଇଁ ମୁଁ ମୋର ଇଷ୍ଟକୁ ବିନିଯୋଗ କଲି। ପ୍ରଭୁ ଏହା କର, ତାହା କର, ଇଏ କର, ସେଆ କର, ଏମିତି ଆଜ୍ଞା ମୁଁ ପ୍ରଭୁଙ୍କୁ ଭଲ ପାଏ, ପ୍ରଭୁଙ୍କୁ ଭଲ ପାଇ ମୋ ସବୁ କିଛି ପରିତୃପ୍ତ ହେଇ ଉଠିବ। ସୁନ୍ଦର କଥାଟେ ପରମ ପୂଜ୍ୟ ଆଚାର୍ଯ୍ୟ ଦେବ କହୁଥାନ୍ତି ସେଦିନ, ଏଇ 16 ଡିସେମ୍ବର ଭଦ୍ରକ ସତ୍ସଙ୍ଗ ବିହାରରେ। ସୃଷ୍ଟିକର୍ତ୍ତା ଯେତେବେଳେ ମା ରୂପରେ ଗୋଟେ କନ୍ୟାକୁ ଦେଇଛି ନା ଆଜ୍ଞା, ଗୋଟେ ମା ଟେ ତା ସନ୍ତାନକୁ ଲାଳନ ପାଳନ କରେ, ସନ୍ତାନ ଆଜ୍ଞା କାନ୍ଦେ, କେଁ କେଁ ହୁଏ, ମା ବୁଝିନିଏ ମୋ ସନ୍ତାନ ଆଜ୍ଞା ଖାଇବା ଭୋକ ଲାଗିଲାନି ବୋଧେ, ସେ ଖାଇବ, ମା ତାକୁ ଖୁଏଇ ଦିଏ। ପୁଣି ଆଉ କିଛି ସମୟ ପରେ କେଁ କେଁ ହୁଏ, ପୁଣି ମା ଭାବେ ଇଏ ମୋ ସନ୍ତାନ ବୋଧେ ମୁତି ଦେଇଛି ପେଣ୍ଟରେ, ପୁଣି ଯାଇ ପେଣ୍ଟ ଟା ଚେଞ୍ଜ କରିଦିଏ। ପୁଣି କିଛି ସମୟ ପରେ ପୁଣି କେଁ କେଁ ହୁଏ, ପୁଣି ବୋଧେ ଝାଡା ଫେରି ଦେଇଛି ବୋଧେ ମୋ ପୁଅଟା, ପୁଣି ତା ପରିଷ୍କାର କରିଦିଏ। ଗୋଟିଏ ମାଟିଏ ପିଲାଟା କିଛି କହୁଛି, କିଛି ମାଗୁଛି ଆଜ୍ଞା, କିଛି ମାଗୁନାହିଁ, କେବଳ କେଁ କେଁ ହଉଛି। ଏ କେଁ କେଁ ଶବ୍ଦରୁ ମା ଟା ଜାଣିପାରୁଛି ମୋ ପୁଅର କଣ ଦରକାର, ମୋ ପୁଅ ଖାଇବ କି ମୁତି ଦେଇଛି କି ଝାଡା କରିଦେଇଛି, ମା ସବୁ କିଛି ପରିତୃପ୍ତ କରିଦଉଛି ତା ପିଲାକୁ। ଆଉ ସୃଷ୍ଟିକର୍ତ୍ତା ପରମେଶ୍ୱର ଆମକୁ ପଠେଇଛନ୍ତି ଏ ସଂସାରକୁ, ଆମେ ଠାକୁରଙ୍କୁ ମାଗିବା। କଣ ମାଗିବା, ମାଗି ଶିଖିଛନ୍ତି ଆଜ୍ଞା, ମାଗି ଶିଖି ନାହାନ୍ତି ଆଜ୍ଞା, କହି ଶିଖି ନାହାନ୍ତି, କେବଳ ବ୍ୟର୍ଥ ବାସନା ପ୍ରହତ ଚିତ୍ତ ନେଇ ଆମେ ଜୀବନ ଯାପନ କରୁଛନ୍ତି ଆଜ୍ଞା। ବ୍ୟର୍ଥ ବାସନାରେ ପରିତୃପ୍ତ ହେଇ ଉଠିଛି ଆମ ଜୀବନ ଚର୍ଯ୍ୟା। କେବଳ ଦିଅ ଦିଅ ଦିଅ, କଣ ଠାକୁରଙ୍କୁ ମାଗିଛନ୍ତି ଆଜ୍ଞା। ଠାକୁର ବା ନବମ ଦିନ ଭାବଯାନ କରି କିଛି ନ ଚାହିଁ ମତେ ଚାହଁ, ଠାକୁରଙ୍କୁ ଚାହିଁଛନ୍ତି ଆଜ୍ଞା।
केवल ठाकुर को थरे चाहतु ना आज्ञा सबकि परिपूर्ण हो उठब कारण पुरुषोत्तम जे से असाधारण भाव साधारण अनाकर्षणीय भाव आकर्षणीय निर्बोध रूप में महाज्ञानी किए बा कहब तांकर कथा कहार बा साध्य परिपूर्ण करने कहार साध्य ना आज्ञा परिपूर्ण करने कहार साध्य अच्छी कहतु आज्ञा से दिन पा आज्ञा एत लोक बसी परम प्रेम श्री श्री ठाकुर केते ज्ञानी गुणी लोक बसी परम प्रेम श्री श्री ठाकुर पठे देते नफर घोष को मुख्य वक्ता भाव दादन करने अनेक लोक भाई आम विज्ञ प्राज्ञ महान व्यक्ति अच्छु ठाकुर बोले आम मान पठेबे से दादन करने ठाकुर पठेदेले आज्ञा नफर घोष तो आज्ञा किसी जानी कौन कर आज्ञा जाइए ठाकुर कथा मानिकी जाइए देखुची आज्ञा एत बड़ पेंडे लिखी भीषण नर्भस हो पड़ी कहार अभिज्ञता ना विशेष किसी कहीपना केवल कांदी कांदी एति कहूँ मो ठाकुर बहुत भल से मत बहुत भल पाती से समस्त को भल पाती मुझे बहुत भल पाए एति किंतु कि अपूर्व भाव सृष्टि करे से कई पद कथार सभास्थल समस्ते भक्ति भाव में उद्वेलित हो उठिले भितर दादन पोतीबार एपरी स्फुरण घटिला जे नाना स्थान तो दादन शुणा डाकर आसला नफर घोष भली व्यक्ति विशेष डायरी मेंटेन कले कौ दिन मु कौटी मुख्य वक्ता भाव योगदान करने जीवी से दिन परम पूज्य दादा कहते श्री श्री ठाकुर कहीं के जानी पारि ना जाना संभव नुहे से दयाकोरी निजुक जी प्रकाश करती मनीष केवल से ही जापे तेणु जीवन कहुए महाजीवन अस्तित्व समग्र जगतर अस्तित्व आम बंची रही प्रभु दया कृपा करुणा नहीं ताने जो माने प्राप्त अवास्तव कामना पुरुषोत्तम जे असाधारण साधारण अनाकर्षण आकर्षणीय निर्बोध रूप में महाज्ञानी किए बा कहब तांकर कथा कहार बा साध्य वर्णना करने जो मनर ना प्राप्तिर अवास्तव कामना जो मनर ना आबिलता कुटिलता पथ टाण शक्तिर प्रभाव जो मन शिशुर बिंदु पर स्वच्छ से माने जानीपारे किछिटा आउ जानिबार प्रथम सोपान है प्राण ढाल भल पाइबा लव इज दैट कॉइन बाय व्हिच यू कैन परचेस ब्लेस समस्त ऐश्वर्यर अधिकारी होई से थिले निर्बोध निजको ठाकुर भगवान कि सद्गुरु बोली केबे कहि नांती जेतेबेले समस्त ठाकुर ठाकुर बोले संबोधन कले से व्याकुल भाव में सत बारण कले ता सत्वे जेतेबेले कहीं लोक न बुझिले ना से निजको रोसैया ठाकुर बोली भाव आश्वस्त हेले बंगला रोसैया ब्राह्मण को ठाकुर बोली कहा जाए से बारंबार कहते तुम मान समस्त नहीं जदि मत भगवान होगा हुए कि नरक को जावाक हुए से मु राजी अच्छी किंतु समस्त को छाड़ी भगवान होगा प्रस्तुत नुहे यह कैसे रोदन कले बहुत असहाय भाव में एवं कांदी कांदी कहते हे मोर अंतर अंतरतम तो अंतर मत अंतर कर देना रे तु यदि मंद हो मुझे भल करदेवी तु यदि भल हो मुझे आहरी भल करदेवी आउ तू श्रेष्ठ हो ना मुझे कैबल्यर धारा निकुट को नहीं जीवी महान व्यक्ति रूपांतरित करदेवी केते बेले करदेवी रे तु व्यर्थ वासना प्रहत चित्त को परित्याग करदेबू मो मनटा को मो सहित संयुक्त करदेबू आउ तोर बासनाटा ना शुभर पर्यवेसित हो उठिब रे आ व्यर्थ लगे पछपटे सुंदर हो उठिब तो बासना आउ तो चित्तटा ना महान चित्त रूपांतरित हो उठिब भल मनुष्य रूपांतरित हो उठिब आउ कौन थी पारे किंतु से पुरुषोत्तम तांको पाई आज मनुष्य भूली संसार दुख परिवार जीवन जला पाई बंचार राहा तृप्तिर आशा मुक्तिर स्वाद जीवन को उपभोग कर निष्कंटक राजपथ संसार मनुष्य आउ दुख जंत्रणा सिक्त नुहे बरं हो उठी प्रीति आनंदर महोत्सव क्षेत्र प्रीति आनंदर महोत्सव क्षेत्र से परम प्रेम श्री ठाकुर भाषा प्रभु को जीवन जो वर्ण कर भय ना तार चिंता ना चिंतार प्रभु जदि वास करते ना आउ कौन थी पारे आज्ञा थरे प्रभु को हृदय स्थान दिंतु प्रभु को भल पातु सी आपण को भरपूर कर रखिए आउ कि भाबार ना आज्ञा रही आज्ञा जय गुरु वंदे पुरुषोत्तम।